हरि ओम हेलो କରଣ ଆଜ୍ଞା 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 ପ୍ରଣାମ କୁହନ୍ତୁ ସାର୍। ଆଜ୍ଞା ମୁଁ ଗଞ୍ଜାମରୁ କହୁଥିଲି। ଆଜ୍ଞା ଆଜ୍ଞା ମୁଁ ଗୋଟେ ସଂଶୟ ଟିକେ ଫେରିବେ ଆଜ୍ଞା। ଆଜ୍ଞା 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 କୁହନ୍ତୁ ସାର୍ କଣ ଥିଲା ପ୍ରଶ୍ନ କଣ ଥିଲା? ପ୍ରଶ୍ନ ହଉଛି ଆଜ୍ଞା ସାକାର ଆଉ ନିରାକାର ଭିତରେ। ଆଚ୍ଛା 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 ଆଜ୍ଞା ଉପାସନା ବିଧି କଥା ପଚାରୁଛନ୍ତି ସାକାର କଣ ନିରାକାର କଣ? ଆଜ୍ଞା ଆଜ୍ଞା ଆଚ୍ଛା ମାନେ ହଁ ହଁ ଆମେ ସାକାର ଭିତରେ ନିରାକାର ଦେଖିବା ଆଜ୍ଞା ଆଉ ନିରାକାରକୁ ସାକାର ଭିତରେ ଦେଖିପାରିବନି କି ଆଜ୍ଞା? ବଢ଼ିଆ ବଢ଼ିଆ ସାର୍ ଭଲ ପ୍ରଶ୍ନ। ଆପଣ କଣ କରନ୍ତି କଣ? ଆଜ୍ଞା ମୁଁ ଗୋଟେ ମେସିନ୍ ଅପରେଟର ମାନେ ବାହାରେ କାମ କରୁଛି। ଆଚ୍ଛା ଆଚ୍ଛା ଏବେ ସାର୍ କୋଉଠି ଅଛନ୍ତି ଆପଣ ଓଡ଼ିଶାରେ ଅଛନ୍ତି ନା ବାହାରେ କୋଉଠି ଅଛନ୍ତି? ଓଡ଼ିଶାରେ ହିଁ ଅଛି ଆଜ୍ଞା। ଓଡ଼ିଶାରେ ଅଛନ୍ତି ନା ଗଞ୍ଜାମରେ ଅଛନ୍ତି? ଆଜ୍ଞା 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 ଠିକ ଅଛି। ଆପଣ ଯୋଉ ଭଗବତ ଗୀତା ହରିକା ପଢନ୍ତି ମଝି ମଝିରେ? ମୁଁ ଏସବୁ କଥା କାହିଁ ପଚାରୁଛି ହଁ, କାରଣ ଏସବୁ କଥା ଆଜ୍ଞା ଦ୍ୱାରା ମୁଁ ଆପଣଙ୍କ ମାନସିକ ସ୍ଥିତିକି ଟିକେ ବୁଝିବା ପାଇଁ ଚାହୁଁଛି, ତାପରେ ଆମେ ଚର୍ଚ୍ଚା ଭିତରକୁ ଯିବା। ବୁଝିପାରୁଛନ୍ତି ଆଜ୍ଞା ମୁଁ ଅଳ୍ପ ଅଳ୍ପ ମାନେ କେବେ କେମିତି ପଢେ ଅଳ୍ପ ଅଳ୍ପ ପଢନ୍ତୁ। ଗୀତା ଭାଗବତ ଟିକେ। ହୁଁ ଆଉ ପ୍ରାୟ ଆପଣଙ୍କ ଭିଡ଼ିଓ ବି ଦେଖେ। ଆଜ୍ଞା ଆଜ୍ଞା ଆଜ୍ଞା। ହଁ, ନମ୍ବର ହେଲେ କୋଉଠୁ ପାଇଲେ ଆପଣ ଏ ନମ୍ବର? ସେ ଥରେ ଦେଇଥିଲେ ଆଜ୍ଞା ସେ ଇଏ ଭିତରେ ହିଁ ମାନେ ୟୁଟ୍ୟୁବରେ ଦେଖିଥିଲି। ଦେଖିଥିଲେ ଆଚ୍ଛା। ଆପଣ ସେ ମେସେଜରେ ଦେଇଥିଲେ ମୁଁ ସେଟାକୁ ପାଇଥିଲି। ଆଜ୍ଞା ଆଜ୍ଞା ହଁ, ଆଉ ଗୋଟେ କଥା ଆପଣ ମନରେ ଏ ଯୋଉ ସାକାର ନିରାକାରର ଏ ଦ୍ୱନ୍ଦ୍ୱ କୋଉଠି ଉତ୍ପନ୍ନ ହେଲା, କେମିତି ଉତ୍ପନ୍ନ ହେଲା? ଉତ୍ପନ୍ନ ହେଲା କହିଲେ ହୁଁ ହୁଁ ଆମ ବାପା ଜଣେ ଅଲେଖ ଆଜ୍ଞା ଆଜ୍ଞା ଦୀକ୍ଷା ନେଇଛନ୍ତି ଆଜ୍ଞା। ଅଲେଖ ଦୀକ୍ଷା ନେଇଛନ୍ତି ଆଜ୍ଞା। ସେଥିରେ ମୁଁ ମତେ ବି ମାନେ ସେଇଥିରେ ଦୀକ୍ଷିତ କରିକି ବିବାହ କରାଇଛନ୍ତି। ଆଚ୍ଛା 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 ଆଜ୍ଞା ଆଜ୍ଞା ହେଲେ ହୁଁ ପିଲା ବେଳଠୁ ଆଜ୍ଞା ମୋର କୃଷ୍ଣ କହିଲେ କୃଷ୍ଣ କି ଜଗନ୍ନାଥ କହିଲେ ଭଲ ପାଆନ୍ତି ଆପଣ ମୋର ବହୁତ ତାକୁ ଇଷ୍ଟ ପ୍ରିୟ ଆପଣଙ୍କର ପ୍ରିୟ ଆଜ୍ଞା ଇଷ୍ଟ ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ହେଲେ ଏଥିରେ ଅରୂପବାଦ ଅଛି ଅଲେଖରେ। ଆଜ୍ଞା 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 ହେଲେ ଆମେ ରୂପ ଯଦି ଧରିବା ହୁଁ ହୁଁ ସେ ହୁଁ ଅରୂପ ମିଳିବେନି। ଆଜ୍ଞା ଆଜ୍ଞା ରାମକୃଷ୍ଣରେ ମାନେ ସେଇ ନାମରେ ମୁକ୍ତି ପାଇବାନି ବୋଲି ସେ କହୁଛନ୍ତି। ଆଜ୍ଞା ଆଜ୍ଞା ଆଉ ତ ଯାହା ଫଳରେ ନିରାକାର ବି ମନ ଟିକେ ଦ୍ୱନ୍ଦ୍ୱରେ ପଡ଼ିଯାଉଛି ଆଉ, କାହିଁକି ନା ଆପଣ ଭଲ ପାଆନ୍ତି କୃଷ୍ଣଙ୍କୁ ଭଗବାନ ଜଗନ୍ନାଥଙ୍କୁ, କିନ୍ତୁ ଆଜ୍ଞା ଏଠି ଆଜ୍ଞା ଅଲଗା ଧର୍ମରେ ଆପଣଙ୍କୁ କୁହାଯାଉଛି ସାକାର ମୂର୍ତ୍ତିରେ ଆପଣ ମୁକ୍ତି ପାଇବେନି କି ମୋକ୍ଷ ମିଳିବନି। ତ ଏଇଠି ଆପଣ ଆଜ୍ଞା ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି କଣ ଠିକ ଆଜ୍ଞା କଣ ଭୁଲ। ଆଚ୍ଛା ଆଚ୍ଛା ହଁ ହଁ ବଢ଼ିଆ ବଢ଼ିଆ। ଏଇଠି ଦେଖନ୍ତୁ ଆମେ ଧୀରେ ଧୀରେ ଷ୍ଟେପ୍ ବାଇ ଷ୍ଟେପ୍ ଗୋଟେ ଗୋଟେ କଥାକୁ ବୁଝିବା। ଆଉ ଗୋଟେ ଆଜ୍ଞା କଥା କୁହନ୍ତୁ, ନିରାକାରର ଅର୍ଥ କଣ? ଆଜ୍ଞା ମୁଁ ବୁଝେ ହଁ ତାର ଆକାର ଆକୃତି ନାହିଁ। ଯାହାର ଆକାର ଆକୃତି ନାହିଁ, ବୁଝିପାରିଲେ? ଆଉ ସର୍ବପ୍ରଥମେ ଅରୂପ ହଁ ସର୍ବପ୍ରଥମେ ଏ କଥାକୁ ବିଲକୁଲ ମନରେ ବସେଇ ଦିଅନ୍ତୁ। ଆଜ୍ଞା ଆଧ୍ୟାତ୍ମିକତାରେ ସାଧନାର ବିଧି କୁହନ୍ତୁ, ଉପାସନାର ବିଧି କୁହନ୍ତୁ, ସିଦ୍ଧ ପ୍ରାପ୍ତି କୁହନ୍ତୁ, କି ଯାହା ବି ସମାନ ଅଛି, ଦୁଇଟା ନାହିଁ ଆଜ୍ଞା ପାଞ୍ଚଟା ତ ଛାଡ଼ନ୍ତୁ, ଅନେକ ତ ଛାଡ଼ନ୍ତୁ, ଆମେ ଯେଉଁ ଅବିଦ୍ୟାରେ ଅଜ୍ଞାନରେ ଆମେ ସବୁ ତର୍କ କରୁଥାଉ। କିଛି ଲୋକ କହନ୍ତି ସାକାର ପୂଜା ଭଲ, କିଛି ଲୋକ କହନ୍ତି ନିରାକାର ପୂଜା ଭଲ, କିଏ କହନ୍ତି ସାକାରରେ ମୁକ୍ତି ମିଳିବ, କିଏ କହନ୍ତି ନିରାକାରରେ ମୁକ୍ତି ମିଳିବ। ଏମାନେ ମାନେ ଅଧୁରା ଜ୍ଞାନରେ ତର୍କ କରୁଥାନ୍ତି, କିନ୍ତୁ ସତ୍ୟ ହେଲା ସାଧନାର ଉପାସନାର ଯେଉଁ ବିଧି ଅଛି ସେଟା ଏକ ଅଛି। ଏକ କେମିତି? ଆଜ୍ଞା ଆମେ ସେ ଏକ କେମିତି ବୁଝିଗଲେ, ମନରେ ସ୍ପଷ୍ଟତା ଆସିଗଲେ ଆମେ ବୁଝିପାରିବା ସାକାର କଣ ନିରାକାର କଣ। ଆଉ ଉପାସନାର ଯେଉଁ ମନ ଯେତେବେଳେ ସ୍ପଷ୍ଟ ହବ, ମନ ଆଚରଣକୁ ସଠିକରେ କରିପାରିବ। ବୁଝିପାରୁଛନ୍ତି? ଏବେ ଆପଣ ଆଜ୍ଞା ଯେମିତି ଆଜ୍ଞା ଦ୍ୱନ୍ଦ୍ୱରେ ଅଛନ୍ତି, ମନକୁ ବାଧୁଛି ଟିକେ, ବାଧୁଛି ଆଜ୍ଞା କାହିଁକି ନା ମୁଁ ତ ଭଗବାନ କୃଷ୍ଣଙ୍କୁ ଭଗବାନ ଜଗନ୍ନାଥଙ୍କୁ ମାନିଥିଲି। ବାପା ଏମିତି କହୁଛନ୍ତି, ବାପାଙ୍କ କଥାକୁ ଆମେ କାଟି ବି ପାରିବାନି। ଦ୍ୱିତୀୟ ଆଜ୍ଞା ବାପା ବି ଯଦି କହୁଛନ୍ତି ସେ ବି କିଛି ଜାଣିଥିବେ। ତ ଏଠି ମନରେ ସ୍ପଷ୍ଟତା ଆସୁନି। ତ ସର୍ବପ୍ରଥମେ ଆମେ ବୁଝିବା ଦରକାର ନିରାକାର କଣ। ଆପଣ କହୁଥିଲେ କିଛି କୁହନ୍ତୁ ନିରାକାରର ଆପଣଙ୍କ ଭିତରେ ନିରାକାର ମାନେ ଜ୍ଞାନ ଅରୂପ କଣ ଯିଏ ଅଛି? ଆକାର ଆକୃତି ନାହିଁ ଆଜ୍ଞା। ଯାହାଙ୍କର ଆକାର ଆକୃତି ନାହିଁ ତାଙ୍କୁ ଆମେ ନିରାକାର କହୁଛେ। ଆଜ୍ଞା ଠିକ ଆଚ୍ଛା, ଯାହାର ଆକାର ନାହିଁ, ଯାହାର ଆକୃତି ନାହିଁ, ତାଙ୍କୁ ଚିହ୍ନିବା କେମିତି? ଏମିତି ବୁଝନ୍ତୁ, ଏମିତି ଆଜ୍ଞା ବୁଝନ୍ତୁ, କରେଣ୍ଟ ଅଛି,
ଆଜ୍ଞା। କରେଣ୍ଟର କୌଣସି ଆକାର ନାହିଁ, ବୁଝିପାରୁଛନ୍ତି? କରେଣ୍ଟର ସାକାର ନାହିଁ ଆଜ୍ଞା, ସେ ତ ହଁ, ନିରାକାର ଆକାର ଅଛି। କରେଣ୍ଟ ନିରାକାର, କରେଣ୍ଟ ନିରାକାର, କରେଣ୍ଟର ଆକାର ନାହିଁ। ଆମେ ଯେତେବେଳେ କରେଣ୍ଟ କଥା ଚର୍ଚ୍ଚା ହଉଛେ କିମ୍ବା କରେଣ୍ଟକୁ ଚିହ୍ନିବା ପାଇଁ ବୁଝିବା ପାଇଁ ପ୍ରୟାସ କରୁଛେ, ଆମେ କିଛି ସାକାର ବସ୍ତୁ ପଦାର୍ଥର ସାହାଯ୍ୟ ନଉଛେ, ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା କାହାକୁ ପଚାରିବା, କହିବା ସାର୍ କରେଣ୍ଟ କେମିତି, ସେ କହିବ କରେଣ୍ଟ, କରେଣ୍ଟ ହେଲା ଗୋଟେ ସର୍କ୍ୟୁଟରେ ବହି ଯାଉଥିବା ଇଲେକ୍ଟ୍ରନର ଫ୍ଲୋ। ଇଲେକ୍ଟ୍ରନ୍ସ ଆମେ ଜାଣିଛେ ଗୋଟେ ପରମାଣୁ ଭିତରେ, ଗୋଟେ ଅଣୁ ଭିତରେ ନ୍ୟୁଟ୍ରନ୍ସ, ପ୍ରୋଟନ୍ସ କେନ୍ଦ୍ର করে ଥାନ୍ତି, ଇଲେକ୍ଟ୍ରନ୍ସ ତା ଚାରିପାଖ ଯାକ ଆର୍ବିଟ୍ରେ ବୁଲୁଥାନ୍ତି। ତ ଆଜ୍ଞା ଇଲେକ୍ଟ୍ରନ୍ସ ଯେଉଁ ସର୍କିଟ ଭିତରେ କିମ୍ବା ଗୋଟେ ତାର ଭିତରେ ଇଲେକ୍ଟ୍ରନ୍ସର ଫ୍ଲୋ ହିଁ କରେଣ୍ଟ, ଆଜ୍ଞା ବୁଝିପାରୁଛନ୍ତି? ଜଣେ ଆମକୁ ବୁଝାଉଛନ୍ତି, ଜଣେ ସାର୍ ବୁଝାଉଛନ୍ତି, ଆଚ୍ଛା ବୁଝାଉଥିବା ସମୟରେ ସେ ଶବ୍ଦର ସାହାରା ନେଲେ, ଭାଷା ନା, ଆଜ୍ଞା ଭାଷା ମାଧ୍ୟମରେ ଆମକୁ ବୁଝାଉଛନ୍ତି। ନିରାକାର, ଆଜ୍ଞା କରେଣ୍ଟ ନିରାକାର, କିନ୍ତୁ ସେ ଶବ୍ଦର ସାହାରା ନେଲେ, ଶବ୍ଦ ମାଧ୍ୟମରେ ବୁଝେଇଲେ। ତାପରେ କଣ ଆଜ୍ଞା ହେଲା, ଶବ୍ଦ ମାଧ୍ୟମରେ ବୁଝେଇଲା ପରେ ସେ କିଛି ଚିତ୍ରକୁ ବି ଆମକୁ ଦେଖେଇ ପାରନ୍ତି। ଆମେ କହିବା ଆର୍ବିଟ କଣ, କି ତାର ହଉଛି ମଝିରେ ପ୍ରୋଟନ୍ କଣ, ନ୍ୟୁଟ୍ରନ୍ କଣ, ତାଙ୍କୁ ପଚାରିବା, ସେ କିଛି ଚିତ୍ରର ସାହାଯ୍ୟ ନେଇପାରନ୍ତି, ଆଜ୍ଞା ବୁଝିପାରୁଛନ୍ତି? ତାପରେ ଚିତ୍ରର ଆଜ୍ଞା ସାହାଯ୍ୟ ନେଇପାରନ୍ତି, କିଛି ଲେଖାର ବି, ଲିପିର ବି ସାହାଯ୍ୟ ନେଇପାରନ୍ତି। ତ ଏ ଯେଉଁ ଚିତ୍ର, ଲିପି, ଭାଷାର ସାହାଯ୍ୟରେ ଧୀରେ ଧୀରେ ସେ ବିଧିବତ୍ ଯେତେବେଳେ ଆପଣ ବୁଝେଇଲେ, ଆପଣଙ୍କ ଆଜ୍ଞା ମନରେ ଗୋଟେ କଳ୍ପନା ଆସିବ, ହଁ କରେଣ୍ଟ ଏଇପରିକା ହେଇପାରେ, ଆଜ୍ଞା ଏଇପରିକା ହେଇପାରେ। ଏବେ ବି ଆପଣ ଆଜ୍ଞା ବୁଝିନାହାନ୍ତି କାହିଁକି ନା ନିରାକାରକୁ ସାକାରରେ ବୁଝିବା ଅସମ୍ଭବ ହେଇଯିବ। ସାକାରରେ ବୁଝିବା କାହିଁକି, ଆମେ କିଛି ରୂପ ଦେଇଦେଲେ, ଆମେ କହୁଛେ ଆଜ୍ଞା ନିରାକାର, କିନ୍ତୁ ଆମେ ହଁ କିଛି ରୂପ ଦେଇଦେଲେ, ଯୋଉଠି ରୂପ ଦେଲେ ସେଠି କଳ୍ପନା ଆସିବ, ସେଠି ଯୋଉଠି କଳ୍ପନା ଆସିଲା, କଳ୍ପନା ଭିତରେ କିଛି ଛବି ଥାଇପାରେ, କିଛି ଫଟୋ ଥାଇପାରେ, କିଛି ଆକାର ଆକୃତି ଥାଇପାରେ, କିଛି ମନର ବୃତ୍ତି ଥାଇପାରେ, ତ ସେଠି ନିରାକାର ଆଉ ନିରାକାର ରହିଲେନି, ସାକାର ହେଇଗଲେ, ଆଜ୍ଞା ବୁଝିପାରୁଛନ୍ତି? ତ ଆଜ୍ଞା ଏଠି ମୂଳ କଥା ବୁଝନ୍ତୁ, ଈଶ୍ୱର ଦୁଇ ରୂପରେ ଅଛନ୍ତି। ଦୁଇ ରୂପରେ ଅଛନ୍ତି କେମିତି? ପ୍ରଥମ ରୂପ ହେଲା ତାଙ୍କର ଯେଉଁ ସତ୍ୟ, ତାକୁ ସେ ସତ୍ୟ ରୂପକୁ ସତ୍ ଚିତ୍ ଆନନ୍ଦ ସ୍ୱରୂପ କୁହାଯାଇଛି। ସେ ହେଲେ ସତ୍ୟ, ଆଜ୍ଞା ନିତ୍ୟ, ଚୈତନ୍ୟ ସ୍ୱରୂପ, ଆନନ୍ଦ ସ୍ୱରୂପ। ଭଗବାନଙ୍କୁ ଆମେ ନାଁ ଦେଇଛେ, ସେ ନିରାକାର ତତ୍ଵକୁ ଆମେ ନାଁ ଦେଲେ ସଚ୍ଚିଦାନନ୍ଦ ସ୍ୱରୂପ। ଆଚ୍ଛା, ଆଜ୍ଞା ଯେଉଁ ସଚ୍ଚିଦାନନ୍ଦ ସ୍ୱରୂପ ସେ ହେଲେ ନିରାକାର। ସେ ଆଜ୍ଞା ନିରାକାରଙ୍କ ଆଧାରରେ ସାକାର ମାୟା ଲୀଳା ଚାଲିଛି। ବୁଝନ୍ତୁ, ଭଲ ଆଜ୍ଞା କିନ୍ତୁ ବହୁତ ଗଭୀର କଥା, ଶାନ୍ତ ମନରେ ବୁଝିବା ପାଇଁ ଚେଷ୍ଟା କରିବେ। ନିରାକାର ସେ ତତ୍ଵଙ୍କୁ ଆଧାର କରି ସାକାର ଲୀଳା ଚାଲିଛି। ସାକାର ଆଜ୍ଞା ଲୀଳା କଣ? ନିରାକାର ସେ ବ୍ରହ୍ମଙ୍କ ଠାରୁ ସାକାର ରୂପକ ପଞ୍ଚଭୂତ ଜନ୍ମ ହେଇଛନ୍ତି, ଆଜ୍ଞା ବୁଝିପାରୁଛନ୍ତି? ପଞ୍ଚଭୂତ କଣ? ବ୍ରହ୍ମଙ୍କ ଠାରୁ, ବ୍ରହ୍ମ କୁହନ୍ତୁ, ଆତ୍ମା କୁହନ୍ତୁ, ଈଶ୍ୱର କୁହନ୍ତୁ, ନିତ୍ୟ ପଦାର୍ଥ କୁହନ୍ତୁ, ଏ ସବୁ ଏକା ମାନେ ବିଭିନ୍ନ ଶବ୍ଦ ମାଧ୍ୟମରେ ସେଇ ଏକ ତତ୍ଵକୁ ହିଁ ଆମେ ବୁଝିବା ପାଇଁ ଚେଷ୍ଟା କରୁଛେ। ଆଚ୍ଛା, ଆଜ୍ଞା ନିରାକାରରୁ ସାକାର ପଞ୍ଚଭୂତ ଜନ୍ମ ହେଲେ, ବ୍ରହ୍ମଙ୍କ ଠାରୁ ଆକାଶ ଜନ୍ମ ହେଲା, ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ, ଜଳରୁ ସ୍ଥଳ, ଏ ପାଞ୍ଚଟା ଆଜ୍ଞା ପଞ୍ଚଭୂତ ଜନ୍ମ ହେଲେ। ଆଜ୍ଞା ପଞ୍ଚଭୂତକୁ ଭୂତ ଏଇଥିପାଇଁ କୁହାଯାଇଛି, ପଞ୍ଚଭୂତର ଅସ୍ତିତ୍ଵ ନାହିଁ, ସେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛନ୍ତି। ପଞ୍ଚଭୂତରେ ନିର୍ମାଣ ହେଇଥିବା, ଆମେ ଯଦି ଏ ସଂସାରକୁ ବି ଦେଖିବା, ସଂସାର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଗଛ ଆଜ୍ଞା ବୁଛ, ଘର ଦ୍ୱାର, କେତେ କଣ ଆପଣ ଦେଖୁଥିବେ। ଆଜି ଗୋଟେ ସହର ହଉ କି ସଡ଼କ ହଉ, ଗାଁ ହଉ, ଦେଖୁଥିବେ ଗୋଟେ ପରିକା ଥିବ, କାଲି ଦେଖିଲେ ଆଉ ଗୋଟେ ପରିକା ଥିବ। ଗୋଟେ ଗଛଟେ କଟା ହେଇଯାଇଥିବ, ଗୋଟେ ରୋଡ ପରିବର୍ତ୍ତନ ହେଇଯାଇଥିବ, କାର ଗୋଟେ ଘର ହଉଛି କଲର ଦିଆ ହେଇଯାଇଥିବ, ବୁଝିପାରୁଛନ୍ତି? ଆଜ୍ଞା ପରିବର୍ତ୍ତନ ହଉଛି। ହଁ, ଦୃଶ୍ୟାନୁଭୂତି, ଶ୍ରବଣାନୁଭୂତି, ଘ୍ରାଣାନୁଭୂତି, ରୁଚି, ସ୍ପର୍ଶ, ସବୁ ପ୍ରତି ମୁହୂର୍ତ୍ତରେ ଭୌତିକ ସଂସାର, ଇନ୍ଦ୍ରିୟଙ୍କ ଅନୁଭବ, ମନ ପରିବର୍ତ୍ତନ ହେଉଛି। ତ ଆଜ୍ଞା ପଞ୍ଚଭୂତରେ ଗଢ଼ା ହେଇଥିବା ପ୍ରପଞ୍ଚ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ପଞ୍ଚଭୂତରେ ନିର୍ମାଣ ହେଇଥିବା ଶରୀର ବି ପରିବର୍ତ୍ତନ ପ୍ରତି ମୁହୂର୍ତ୍ତରେ ହେଉଛି, ଆଜ୍ଞା ବୁଝିପାରୁଛନ୍ତି? ଆଚ୍ଛା, ଏଠି ଗୋଟେ ଗଭୀର କଥାକୁ ଆମେ ନିହାତି ବୁଝିବା ଦରକାର। ଆଧ୍ୟାତ୍ମିକତାକୁ କାହିଁକି ଆଚରଣ କରୁଛେ? ସର୍ବପ୍ରଥମେ ଆଧ୍ୟାତ୍ମିକତାକୁ ଆଚରଣ କରିବାର ଆମର ଉଦ୍ଦେଶ୍ୟକୁ ଯଦି ବୁଝିବା, ସର୍ବପ୍ରଥମେ ଶାନ୍ତି ପ୍ରାପ୍ତ କରିବା, ଆନନ୍ଦ ଆଜ୍ଞା ପ୍ରାପ୍ତ କରିବା। ଆନନ୍ଦ ପ୍ରାପ୍ତ କାହିଁକି କରିବା? କାହିଁକି ନା ଆମେ ଶୁଣିଛେ ସଚ୍ଚିତ ଆନନ୍ଦ ସ୍ୱରୂପ, ଆନନ୍ଦ ସ୍ୱରୂପ ସିଏ।
ଆନନ୍ଦ ଯେହେତୁ ସ୍ୱରୂପ, ସ୍ୱରୂପକୁ ପ୍ରାପ୍ତ କଲେ ଆନନ୍ଦିତ ହବା। ଆଜ୍ଞା ବୁଝିପାରୁଛନ୍ତି? ସେ ସ୍ୱରୂପ ତତ୍ତ୍ୱକୁ ଜାଣିଲେ ଆନନ୍ଦିତ ହବା। ସେ ସ୍ୱରୂପ ଆଜ୍ଞା ସାଙ୍ଗରେ ଉପନୀତ ହେଲେ ଆମେ ଆନନ୍ଦ ପ୍ରାପ୍ତି କରିବା। କାହିଁକିନା ଆମେ ଆଜ୍ଞା ଶୁଣିଛେ ଭଗବାନ ଆନନ୍ଦ ସ୍ୱରୂପ। ଯିଏ ଆନନ୍ଦ ସ୍ୱରୂପ, ସେ ଆନନ୍ଦକୁ ପାଇଲେ ଆମେ ଆନନ୍ଦିତ ହବା। ଆଜ୍ଞା ମାନେ ଏମିତି ବୁଝନ୍ତୁ, ଆପଣ ଥଣ୍ଡା ଚାହୁଁଛନ୍ତି, ଥଣ୍ଡା ଚାହୁଁଛନ୍ତି, ବରଫ ଥଣ୍ଡା ଆପଣ ଶୁଣିଛନ୍ତି, ହୁଁ ବରଫକୁ ଖଣ୍ଡେ ଛୁଇଁଲେ କିମ୍ବା ଆଇସ୍କ୍ରିମକୁ ଟିକେ ଖାଇଲେ ଥଣ୍ଡା ଅନୁଭବ ଆଜ୍ଞା ହେଲା। ଆଜ୍ଞା ଯିଏ ଥଣ୍ଡା ତାକୁ ଗ୍ରହଣ କଲେ, ତାକୁ ପାଇଲେ, ଯେହେତୁ ଆମକୁ ଥଣ୍ଡା ମିଳିବ, ତ ଆମେ ଥଣ୍ଡା ପାଇବା ପାଇଁ ବରଫକୁ ଗ୍ରହଣ କରୁଛେ। ସେମିତି ଆଜ୍ଞା ଆନନ୍ଦ ଚାହୁଁଛେ, ଆମେ ସୁଖ ଚାହୁଁଛେ, ଆନନ୍ଦର ଆଜ୍ଞା ଆକାଂକ୍ଷାରେ ହିଁ ଆମେ ଜାଣି ଅଜାଣତରେ ବିଭିନ୍ନ କାମ କାର୍ଯ୍ୟ କରୁଛେ। ବୁଝିପାରୁଛନ୍ତି? ଆବଶ୍ୟକତା ଆଜ୍ଞା ଆମର ପୂର୍ତ୍ତି ହଉଛି। ଆବଶ୍ୟକତା ହୁଁ ପ୍ରତ୍ୟେକ ମନୁଷ୍ୟକୁ ଯଦି ଆମେ ଦେଖିବା, ସେ ଖାଇଦେଲେ, ସେ କପଡ଼ା ଖଣ୍ଡେ ପିନ୍ଧିଛନ୍ତି, ଘରେ ରହୁଛନ୍ତି, ଘର ଘର ନିଜର ହଉ ଭଡ଼ାର ହଉ, ଘର ଘର ମୁଣ୍ଡ ଗୁଞ୍ଜି ରହିବା ପାଇଁ ଗୋଟେ ସ୍ଥାନ ଅଛି, ତ ଆବଶ୍ୟକତା ପୂର୍ତ୍ତି ହେଇଗଲା। ତାପରେ ଆଜ୍ଞା ବି ଆମେ ଚଞ୍ଚଳ, ଅସ୍ଥିର, ବ୍ୟାକୁଳ କାହିଁକି ରହୁଛେ? ଆମ ମନ ଭିତରେ କିଛି କମି, ଆ- ମାନେ କିଛି ମାନେ ଆଉ କିଛି ଅଧୁରାପଣ, ଆଶା ହଁ, ରହିଯାଇଛି। ଆଉ କିଛି ଆଶା ରହିଯାଉଛି, ଅଧୁରାପଣ ରହୁଛି, ଆମେ ଆମ ପୂର୍ଣ୍ଣତା ରହୁନି। ଆଜ୍ଞା ବୁଝିପାରୁଛନ୍ତି? ତ ତେଣୁକରି ଆଜ୍ଞା ଅଜାଣତରେ ଆମେ ମଣିଷ ଯାହା ବି ଜାଣି ଅଜାଣତରେ କରୁଥିବା ପ୍ରତ୍ୟେକ କାମ କାର୍ଯ୍ୟର ଉଦ୍ଦେଶ୍ୟ ହେଲା ଆନନ୍ଦ। ପୁଳାଏ ପଇସା ରଖିଥିଲେ, ଭବିଷ୍ୟତରେ ଖାଇବା ପିଇବା ରହିବାରେ କିଛି ଅସୁବିଧା ହେବନି, ତାହେଲେ କ'ଣ ମିଳିବ? ଆନନ୍ଦ ମିଳିବ। ଆଜ୍ଞା ହୁଁ ଭଲ ବସ୍ତ୍ର ପିନ୍ଧିଲେ ପ୍ରଶଂସା କରିବେ, ଭଲ ସୁନ୍ଦର ଦେଖାଯିବେ, ତାହେଲେ କ'ଣ ହେବ? ଆନନ୍ଦ ମିଳିବ। ଆଜ୍ଞା ଭଲ ରୁଚିକର ଖାଦ୍ୟ ଖାଇଲେ ଭାରି ସୁଆଦିଆ ଲାଗିବ, ବଢ଼ିଆ ଲାଗିବ, ତାହେଲେ କ'ଣ ହେବ? ଆନନ୍ଦ ମିଳିବ। ବଡ଼ ଆଜ୍ଞା ପଦରେ ରହିଲେ ବହୁତ ପ୍ରଶଂସା, ବହୁତ ଲୋକ ନମସ୍କାର କରିବେ, ବହୁତ ଲୋକ ମୁଣ୍ଡ ନୁଆଇବେ, ବହୁତ ଲୋକ ମୋତେ ଖାତିର କରିବେ, ତାହେଲେ କ'ଣ ହେବ? ଆନନ୍ଦ ମିଳିବ। ମାନେ ପ୍ରତ୍ୟେକ କାମ କାର୍ଯ୍ୟରେ ଜାଣିକିରି ଆମେ କରୁଥାଉ କିମ୍ବା ଅଜାଣତରେ କରୁଥାଉ, ଉଦ୍ଦେଶ୍ୟ ହେଲା ଆନନ୍ଦ ପ୍ରାପ୍ତି କରିବା। ଆଜ୍ଞା ବୁଝିପାରୁଛନ୍ତି? ଆଚ୍ଛା, ଆନନ୍ଦ ପ୍ରାପ୍ତି କେମିତି କରିବା? ସେ ଆନନ୍ଦ ସାଙ୍ଗରେ ସମାହିତ ହେଲେ, ଆନନ୍ଦ ସାଙ୍ଗରେ ସମାହିତ କେମିତି ହବା? ସେ ତତ୍ଵରେ ଆମେ ଉପନୀତ ହେଲେ। ବୁଝିପାରୁଛନ୍ତି? ଥଣ୍ଡା ଆଜ୍ଞା କେମିତି ମିଳିଲା? ବରଫକୁ ଛୁଇଁଲେ, ବରଫକୁ ଖାଇଲେ, ଆଇସ୍କ୍ରିମକୁ ଆଜ୍ଞା ଖାଇଲେ ଯାଇ ଥଣ୍ଡା ମିଳିଲା। ସେମିତି ଆଜ୍ଞା ସେ ତତ୍ଵ ଯୋଉଠି ଅଛି, ସେ ତତ୍ଵ ସାଙ୍ଗରେ ସମାହିତ ହେଲେ, ସେ ତତ୍ଵକୁ ଚିହ୍ନିଲେ କିମ୍ବା ସେ ତତ୍ଵକୁ ବୁଝିଲେ ହିଁ ଆନନ୍ଦ ମିଳିବ। ଆଚ୍ଛା, ଆଜ୍ଞା ତାକୁ ଯଦି ବୁଝିବା, ସେ ଯୋଉଠି ଅଛନ୍ତି ସେଠିକି ଆମକୁ ଯିବାକୁ ପଡ଼ିବ, ସେ ଜିନିଷକୁ ଆମକୁ ଚିହ୍ନିବାକୁ ପଡ଼ିବ। ଆପଣ ଆଜ୍ଞା ଗୋଟେ ମୁଦିଟେ ନଈରେ ହଜେଇ ନେଇଛନ୍ତି, ପୋଖରୀରେ ଖୋଜିଲେ ମିଳିବ କି? ମିଳିବନି, କାହିଁକିନା ଯୋଉଠି ହଜେଇଛନ୍ତି ସେଇଠିକି ସେଇଠି ଯିବାକୁ ମିଳିବ। ପଡ଼ିବ, ସେଇଠି ଖୋଜିଲେ ମିଳିବ। ତ ସେମିତି ଯୋଉ ବ୍ରହ୍ମ ଆମେ କହୁଛେ, ସେ ଯୋଉଠି ଅଛନ୍ତି ସେଠି ଆମକୁ ତାଙ୍କୁ ଖୋଜିବାକୁ ପଡ଼ିବ। ଆଜ୍ଞା ଆଚ୍ଛା, ଏବେ ପ୍ରଶ୍ନ ଉଠେ, ସିଏ କୋଉଠି ଅଛନ୍ତି କେମିତି ଜାଣିବା, କେମିତି ବୁଝିବା? ବିଭିନ୍ନ ଲୋକ, ନାନା ମୁନି, ନାନା ମତ, କିଏ କହିଲେ ନାଇଁ ସାକାର ପୂଜା, କିଏ କହିଲେ ନିରାକାର ପୂଜା, କିଏ କହିଲେ ମା, କିଏ କହିଲେ ଶିବ, କିଏ କହିଲେ ମା ମଙ୍ଗଳା, କିଏ କହିଲେ ଜଗନ୍ନାଥ, ଜଗନ୍ନାଥ ବିଭିନ୍ନ ଆଜ୍ଞା ପ୍ରକାର କନଫ୍ୟୁଜନ ଭିତରେ ଆମେ ଅଛେ। ଆଚ୍ଛା, ଆଜ୍ଞା ସର୍ବପ୍ରଥମେ ଆମେ ବୁଝିବା ଦରକାର, ଏ କନଫ୍ୟୁଜନରୁ ଆମେ ଗୋଟେ କ୍ଲାରିଟି ଅଫ୍ ଭିଜନକୁ କେମିତି ଆଣିବା। ତା ଆଜ୍ଞା ପାଇଁ ଆମ ପାଖରେ ଶାସ୍ତ୍ର ଅଛି। ହଁ ବୁଝିପାରୁଛନ୍ତି? ଆପଣ ଭାବି ନିଅନ୍ତୁ, ଆପଣ ଗୋଟେ କେଉଁ ଅପରାଧରେ ଫସି ଯାଇଛନ୍ତି, ସେ ଆଜ୍ଞା ଅପରାଧର ଦଣ୍ଡ କ'ଣ ଆପଣ ଜାଣିବା ପାଇଁ ଚାହୁଁଛନ୍ତି। ଆପଣ ଯେଉଁ ଆମର ଲ ଆଣ୍ଡ ଅର୍ଡ଼ର୍ସ ଅଛି, ଆମର ଯେଉଁ କାନୁନୀ କିତାବ ଅଛି, ଯେଉଁ ବହି ଅଛି, ପୁସ୍ତକ ଅଛି, ସେ କାନୁନୀ ପୁସ୍ତକକୁ ଯେତେବେଳେ ପଢ଼ିବେ କିମ୍ବା ଗୁଗଲରେ ବି ଆପଣ ଯେତେବେଳେ ଚାଟ୍ ଜିପିଟିରେ ବି ଦେଖିପାରିବେ, ଏଇ ଅପରାଧ ପାଇଁ କ'ଣ ଦଣ୍ଡ, ତ ଆଜ୍ଞା ପାଇବେ। ମାନେ ଆପଣ ନ୍ୟାୟ ବ୍ୟବସ୍ଥା କଥା ଜାଣିବା ପାଇଁ ନ୍ୟାୟାଧୀଶଙ୍କ ପୁସ୍ତକକୁ ପଢ଼ିଲେ ଆପଣ ସେ କଥାକୁ ଯେମିତି ଜାଣିପାରୁଛନ୍ତି, ସେମିତି ଆଜ୍ଞା ଈଶ୍ୱରଙ୍କୁ ଚିହ୍ନିବା ପାଇଁ ହେଲେ ଆମର ଧର୍ମଶାସ୍ତ୍ରକୁ ମାଧ୍ୟମ କରିକି ପଢ଼ିବାକୁ ପଡ଼ିବ। ଧର୍ମଶାସ୍ତ୍ର କ'ଣ କ'ଣ ଅଛି? ଶାସ୍ତ୍ର ତ ଅନେକ ଅଛି, ଗପ ଅଛି, କାହାଣୀ ଅଛି, ପୁରାଣ ଅଛି, କଥା ପ୍ରଥା ଅଛି, ଇଏ ସବୁ ନୁହଁ, ତିନିଟା ଶାସ୍ତ୍ରକୁ ସନାତନ ଧର୍ମରେ ପ୍ରାଧାନ୍ୟତା ଦିଆଯାଇଛି କିମ୍ବା ପ୍ରାମୁଖ୍ୟତା ଦିଆଯାଇଛି କହିପାରିବେ। ତିନିଟା ଶାସ୍ତ୍ର କ'ଣ? ପ୍ରଥମ ହେଲା ଭଗବତ ଗୀତା, ଆଜ୍ଞା ବୁଝିପାରୁଛନ୍ତି? ଦ୍ୱିତୀୟ ହେଲା ଉପନିଷଦ। ଉପନିଷଦ କ'ଣ? ବେଦର ସାରାଂଶ। ଉପନିଷଦ ଆଜ୍ଞା ବେଦ ହିଁ, କିନ୍ତୁ ବେଦରେ ବହୁତ ସାରା ଜିନିଷ ଅଛି। ବେଦରେ କର୍ମକାଣ୍ଡ ଅଛି, ଉପାସନା ବିଧି ଅଛି, ତା ଭିତରେ ଉପନିଷଦ ହେଲା ବ୍ରହ୍ମ ବିଦ୍ୟା। ଉପନିଷଦ ହେଲା ବେଦର ସାରାଂଶ, ବେଦର ତତ୍ଵ। ବେଦ ଯେମିତି ଗୋଟେ ଆପେଲଟାକୁ ଆମେ ଜୁସ୍ କରିଦେଲେ ତାର ଯେଉଁ
ମୂଳ ପଦାର୍ଥ ଜୁସ୍ ରୂପରେ ଯେଉଁଟା ବାହାରି ଯାଉଛି, ସେମିତି ବେଦର ସାରାଂଶ ହେଲା ଉପନିଷଦ। ତ ଦ୍ୱିତୀୟ ଶାସ୍ତ୍ର କ'ଣ? ଉପନିଷଦ। ତୃତୀୟ ଶାସ୍ତ୍ର କ'ଣ? ଆପଣଙ୍କର ବ୍ରହ୍ମସୂତ୍ର ଅଛି। ତ ଏ ତିନିଟା ଶାସ୍ତ୍ରକୁ ଯଦି ଆମେ ପଢ଼ିବା ତ ଧୀରେ ଧୀରେ ଭଗବାନଙ୍କ ସ୍ୱରୂପ କଥା ଆମେ ଜାଣିପାରିବା। ତିନିଟା ଶାସ୍ତ୍ରକୁ ଆମେ ପଢ଼ିବା। ତ ଏ ତିନିଟା ଶାସ୍ତ୍ରରେ ଧୀରେ ଧୀରେ ଆମେ ଯେତେବେଳେ ପଢ଼ିବା, ଆମେ ପଢ଼ିବା ସଙ୍ଗେ ସଙ୍ଗେ ଏ ଭୌତିକ ସଂସାରକୁ ଟିକେ ତର୍ଜମା କରିବା। ବୁଝିପାରୁଛନ୍ତି? ବିବେକ ହେଇକି ତର୍ଜମା କରିବା, ମାନିକିରି ନୁହଁ। ଆମେ ଦେଖନ୍ତୁ, ଆଧ୍ୟାତ୍ମିକତାରେ ଯଦି ଆପଣ କିଛି ଶିଖିବା ପାଇଁ ଚାହୁଁଛନ୍ତି, ଆଗକୁ ଯିବା ପାଇଁ ଚାହୁଁଛନ୍ତି, ଆପଣ ମାନିଥିବା ଧାରଣାକୁ, ଆପଣ ମାନିଥିବା ସଂସ୍କାରକୁ କିଛି ସମୟ ପାଇଁ ଟିକେ ବାହାର କରିକିରି, କିଛି ପାଖରେ ରଖିକିରି, ମୁଣ୍ଡକୁ ଫାଙ୍କା କରିକିରି ବୁଝିବା ପାଇଁ ଚେଷ୍ଟା କଲେ ଆପଣ ବୁଝିପାରିବେ। ଧରିପାରୁଛନ୍ତି କଥାକୁ? ଭାବି ନିଅନ୍ତୁ, ଗୋଟେ ଗ୍ଲାସରେ ଫୁଲ୍ ପାଣି ଭରି ହେଇକିରି ଅଛି, ତା ଦେହରେ ଆଉ ପାଣି ପୁରେଇଲେ ସେ ପାଣି ରହିବ? ସେ ବାହାରି ଯିବ। ସେମିତି ଆମେ ଖାଲି ହେଲେ ଯାଇକି ପୁଣି ଖାଲି ହେଲେ ଆଉ ଯାଇକିରି ନୂଆ ପାଣି ତା ଦେହରେ ପଶିପାରିବ। ଠିକ୍ ସେମିତି ଏଠି ହେଉଛି କ'ଣ, ଆମେ ଯେଉଁ ପରିକା ଶୁଣିଛେ, ଦେଖିଛେ, ମାନିଛେ, ସେ ମାନିବାକୁ ଧରି ନେଇଛେ, ସେ ମାନିବାକୁ ନେଇକିରି ଯେହେତୁ ପରଖୁଛେ, ଆମ ମାନିବା ସାଙ୍ଗରେ ଅନ୍ୟଙ୍କ କଥା, ଅନ୍ୟଙ୍କ ଜ୍ଞାନ ଯେତେବେଳେ ମେଳ ଖାଉଛି ଆମେ ତାକୁ ସ୍ୱୀକାର କରୁଛେ। ଯେତେବେଳେ ମେଳ ଖାଉନି ଆମେ ସେଠି ପଳାଉଛେ, ମିଛ କଥା କହୁଛନ୍ତି, ବେକାରିଆ ଲୋକ, ଫାଲତୁ କଥା କହୁଛନ୍ତି, ଏମିତି କେମିତି, ଯାହା ଫଳରେ ଆମେ ସତ୍ୟ ପାଖରେ ପହଞ୍ଚି ପାରୁନେ। ଜଣେ ସାଇଣ୍ଟିଫିକ ମାଇଣ୍ଡରେ, ଯେମିତି ଜଣେ ସାଇଣ୍ଟିଷ୍ଟ ଗୋଟେ ରିସର୍ଚ୍ଚକୁ କରୁଥାନ୍ତି, ରିସର୍ଚ୍ଚ କରୁଥିବା ସମୟରେ ସିଏ ମୁଁ ଠିକ୍ ସିଏ ଭୁଲ ଏମିତି ଦେଖନ୍ତିନି, ସତ କ'ଣ ତାର ଆବିଷ୍କାର କରିବା ପାଇଁ ସେ ପ୍ରୟାସ କରୁଥାନ୍ତି, ସମସ୍ତଙ୍କ କଥାକୁ ଗ୍ରହଣ କରୁଥାନ୍ତି, ତାକୁ ତର୍ଜମା କରୁଥାନ୍ତି। ତ ସେମିତି ଆମେ ମାନିଥିବା କଥାକୁ ତ୍ୟାଗ କରିକିରି ଆମେ ବିବେକୀ ହେଇକିରି ସବୁ କଥାକୁ ଯେତେବେଳେ ପରଖିବା, ସେତେବେଳେ ସ୍ପଷ୍ଟ ହେଇକିରି ସତ୍ୟ ପାଖରେ ପହଞ୍ଚି ପାରିବା। ତ ପରଖିବା କ'ଣ? ସର୍ବପ୍ରଥମେ ଆମେ ପରଖିବା ମନ୍ଦିର। ମନ୍ଦିର କ'ଣ? ମନ୍ଦିର କଥା ବୁଝିବା। ବହୁତ ଲୋକଙ୍କୁ ପଚାରିବା, କହିବା, ଦେଖନ୍ତୁ ଭଗବାନ କହୁଛେ ଆମେ ସର୍ବବ୍ୟାପୀ, ସର୍ବନ୍ତର୍ୟାମୀ। ଯଦି ଭଗବାନ ସର୍ବବ୍ୟାପୀ, ସର୍ବନ୍ତର୍ୟାମୀ, ସବୁଠାରେ ଅଛନ୍ତି, ତାହେଲେ ଆମେ ମନ୍ଦିରକୁ ହିଁ କାହିଁକି ଯିବା? ସେ ଘରେ ବି ଅଛନ୍ତି, ଘରେ କାହିଁ ଉପାସନା କରିବାନି? ସେଠୁ ଖୋଜିଲେ, ବୁଝିଲେ, ବିଭିନ୍ନ ଲୋକ ବିଭିନ୍ନ କଥା କହିବେ। କାହାରି କଥା ଆମକୁ ଭଲ ଲାଗିବ, କାହାରି କଥା ଆମକୁ ଭଲ ଲାଗିବନି। କଥା ଆମକୁ ଭଲ ଲାଗିବା ଯାଏ, ମନକୁ, ହୃଦୟକୁ ଛୁଇଁବା ଯାଏ ବାରମ୍ବାର ତର୍ଜମା କଲେ ନିଶ୍ଚୟ କେଉଁଠି ନା କେଉଁଠି କାହାରି ପାଟିରୁ ଆମେ କଥାକୁ, ସତ୍ୟକୁ ଚିହ୍ନି ପାରିବା। କିଏ କହିବେ ମନ୍ଦିରରେ ପୂଜା ହେଉଛି ଏଇଥିପାଇଁ କରାଯିବ, ତମେ ସ୍କୁଲକୁ ପଢ଼ିବା ପାଇଁ ଯାଉଛ, ଘରେ ବି ପଢ଼ିପାରିବ, ତାହେଲେ ସ୍କୁଲକୁ କାହିଁ ଯାଉଛ? ଏମିତି କିଛି ଲୋକ ବ୍ୟାଖ୍ୟା ଦେଇପାରିବେ। ଘରେ ବି ପଢ଼ିପାରିବ, ସ୍କୁଲକୁ କାହିଁ ଯାଉଛ? ଆକ୍ଚୁଆଲି ସତ କଥା, ଘରେ ବି ପଢ଼ି ହେବ, କିନ୍ତୁ ଘରେ ଟିଚର ନାହାନ୍ତି। କିନ୍ତୁ ଘରେ ଯଦି ଟିଚର ରହିବେ, ବ୍ଲାକ୍ ବୋର୍ଡ ରହିବ, ତାହେଲେ ଘରେ ବି ପଢ଼ି ହେବ, ଅସୁବିଧା ନାହିଁ। ଏ କଥା ଯଦି ତାଙ୍କୁ ପଚାରିବେ, ସେ କହିବେ ହଁ, ତାହେଲେ ଘରେ କ'ଣ ତମର ଏତେ ପଇସା ଅଛି, ଟିଚରକୁ ରଖିକି ତମେ ପଢ଼େଇ ପାରିବ? ସେ ଫେରେ ପଇସା ଆଡ଼କୁ ପଳେଇବେ, ବିଭିନ୍ନ ବହି ମତ ଦେବେ। ଏମିତି ବୁଝୁ ବୁଝୁ ସମୟ ଆସିବ, କାହାରି ନା କାହାରି ପାଟିରୁ ଏ କଥା ବାହାରି ପାରିବ, ମନ୍ଦିର ହେଲା ପରାବିଦ୍ୟାର ବିଦ୍ୟାଳୟ। ମନ୍ଦିରକୁ ଆମେ ଏଇଥିପାଇଁ ଯାଉଛେ, ବ୍ରହ୍ମଜ୍ଞାନକୁ ଶିଖିବା ପାଇଁ, ସାଧନା ବିଧିକୁ ଶିଖିବା ପାଇଁ, ଈଶ୍ୱରଙ୍କ ତତ୍ତ୍ୱ ଚର୍ଚ୍ଚା କରିକିରି ସେ ସତ୍ସତ୍ତାକୁ, ନିତ୍ୟ ପଦାର୍ଥକୁ ଚିହ୍ନିବା ପାଇଁ ଆମେ ମନ୍ଦିର ଯିବାର ଆବଶ୍ୟକ ଅଛି। ଯଦି ସେଇ ଚର୍ଚ୍ଚା ଘରେ ବି ହେଇପାରିବ, ଭଲ କଥା, ଘରେ ବି ଆପଣ କରିପାରିବେ ସାଧନା, ଘରେ ବି ଆପଣ କରିପାରିବେ ସତ୍ସଙ୍ଗ। ଘରେ ଯଦି କିଏ ଶାସ୍ତ୍ରୀ ଅଛନ୍ତି, କିମ୍ବା କିଏ ବ୍ରହ୍ମଜ୍ଞାନୀ ଯଦି ଆପଣଙ୍କ ଘର ପାଖକୁ ଆସିପାରନ୍ତି, ତ ଘରେ ବି ଆପଣ ଚର୍ଚ୍ଚା କରିପାରିବେ, ମନ୍ଦିରକୁ ଯିବାର ଆବଶ୍ୟକ ନାହିଁ। ତ ମନ୍ଦିର ଉପରେ ସ୍ପଷ୍ଟତା ଆସିବ। ମନ୍ଦିର ଉପରେ ସ୍ପଷ୍ଟତା ଆସିଲା ପରେ ଧୀରେ ଧୀରେ ଆପଣ ଦେବତାଙ୍କୁ ପରଖନ୍ତୁ। ଆମେ ଯାହା ବି ଯେକୌଣସି ଦେବତାଙ୍କୁ ଆମେ ଉପାସନା କରୁଛେ, ଭଗବାନ ଜିଜସ୍ ହୁଅନ୍ତୁ, ଭଗବାନ ଆଲ୍ଲାହ ହୁଅନ୍ତୁ, ଭଗବାନ ରାମ ହୁଅନ୍ତୁ, ଭଗବାନ କୃଷ୍ଣ ହୁଅନ୍ତୁ, ଯେକୌଣସି ଦେବତାଙ୍କୁ ଆମେ ଉପାସନା କରୁଛେ, ତାଙ୍କୁ ଟିକେ ଧୀରେ ଧୀରେ ପରଖିବାର ଅଛି। ଆମେ କହିବା ଭଗବାନ କୃଷ୍ଣ, ଆଚ୍ଛା ଠିକ୍ ଅଛି, ଭଗବାନ କୃଷ୍ଣଙ୍କ ଯେଉଁ ମୁଁ ଯାହାଙ୍କୁ ଦେଖୁଛି, ସେ ମୂର୍ତ୍ତି ଦେଖୁଛି, ସେ ଫଟୋ ଦେଖୁଛି। ଆଚ୍ଛା, ମୁଁ ଯଦି ମୂର୍ତ୍ତି ଦେଖୁଛି, ମୁଁ ଯଦି ଫଟୋ ଦେଖୁଛି, ତାହେଲେ ମୁଁ ତାଙ୍କୁ କାହିଁ ଉପାସନା କରୁଛି? ସେ ମୂର୍ତ୍ତିକୁ କିଏ? ନିଜେ ହିଁ, ଆମେ ହିଁ ତିଆରି କରିଛେ। ବୁଝିପାରୁଛନ୍ତି? ଗୋଟେ ସୁନ୍ଦର ଭଜନ ଅଛି ଅଲେଖ ଧର୍ମରେ, ଦେହ ଦେଉଳକୁ ସଜାଡ଼ି ରଖ ହେ, ଏ ଦେହେ ଦେବତା ରୁହନ୍ତି, ଏ ଦେଉଳ ପରା ସେ ଦେଉଳ ଗଡ଼େ, ଦେବତା ରୁହନ୍ତି ଏଠି। ମାନେ ଏ ଯେଉଁ ଶରୀର, ସେ ଦେଉଳ ରୂପକୁ, ଦେଉଳକୁ ବି ଏଇ ଶରୀର ହିଁ ଗଢ଼ିଛି, ଦିଅଙ୍କୁ ବି ଏଇ ଶରୀର ହିଁ ଗଢ଼ିଛି। ବୁଝିପାରୁଛନ୍ତି? ତ ଏଠି
କିଛି ଲୋକ ଏମିତି ବ୍ୟାଖ୍ୟା ଦେବେ, ଏମିତି କହିବେ, ଦେଖନ୍ତୁ ଲୋକ କହୁଛନ୍ତି ମୂର୍ତ୍ତିରେ ଭାବ ଆଣିଲେ, ମୂର୍ତ୍ତିରେ ଭକ୍ତି ଆଣିଲେ, ମୂର୍ତ୍ତିକୁ ଆଧାର କରିକିରି ଆପଣ ଅନ୍ତର୍ଯାତ୍ରା କରିପାରିବେ, ଅନ୍ତର୍ମୁଖୀ ହେଇପାରିବେ, ଅନ୍ତରାତ୍ମା ପାଖରେ ପହଞ୍ଚି ପାରିବେ। ଆଜ୍ଞା ତ ତାଙ୍କୁ ପଚାରିବାର ଅଛି ଭାବ କ'ଣ, ଭକ୍ତି କ'ଣ? ବୁଝିପାରୁଛନ୍ତି? ମୁଁ ତ ଆଜ୍ଞା ମୂର୍ତ୍ତିକୁ ଦେଖିଲେ ମୋ ଭିତରେ ଭାବ ବି ଆସିପାରେ, କିନ୍ତୁ ଭାବର ଅଭାବ ବି ଆସିପାରେ। ଭାବର ଅଭାବ କ'ଣ? ମୁଁ ହଁ ଜଣଙ୍କ ନିଶ୍ଚିତ ସାଙ୍ଗରେ ଯୋଡ଼ି ହେଉଛି, ତାଙ୍କଠୁ କିଛି ପାଇବା ପାଇଁ ବି ଯୋଡ଼ି ହେଇପାରେ, ନିଷ୍କାମ ଭାବରେ ବି ଯୋଡ଼ି ହେଇପାରେ। ମୁଁ ଆଜ୍ଞା ଠାକୁରଙ୍କୁ ଡାକୁଛି, ମୁଁ କିଛି ସକାମ ଭକ୍ତିରେ ବି ଡାକିପାରେ, ନିଷ୍କାମ ଭକ୍ତିରେ ବି ଡାକିପାରେ। କିନ୍ତୁ ନିଷ୍କାମ ଭକ୍ତିରୁ ଅଧିକ ସକାମ ଭକ୍ତିରୁ ଆମେ ଡାକୁଥାଉ, ପ୍ରଭୁ ଆଜ୍ଞା ମୋତେ ହଁ ଧନ ଦିଅ, ନିଶ୍ଚିତ ସମ୍ପତ୍ତି ଦିଅ, ବଳ ଦିଅ, ଘର ଦିଅ, ହଁ ସୁନା ଦିଅ। ହଁ ବୁଝିପାରୁଛନ୍ତି? ଦିଅ 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 ଦିଅ। ଆମେ ପୂଜାରୀରୁ ଭିକାରୀ ପାଲଟି ମାଗିଥାଉ ଯାଉଛେ। ବୁଝିପାରୁଛନ୍ତି? ମାଗିଥାଉ ତ ଏମିତି ଯଦି ମାଗୁଛେ, ଆମ ଭିତରେ ଭାବ ଆସୁନି। ଆଜ୍ଞା ବୁଝିପାରୁଛନ୍ତି? ତ ବିଭିନ୍ନ ହଁ ପ୍ରକାର ଲୋକ ତାଙ୍କ ସଂସ୍କାରକୁ ନେଇକିରି, ତାଙ୍କ ମାନସିକ ସ୍ଥିତିକୁ ନେଇକିରି, ତାଙ୍କ ଜ୍ଞାନର ଆଧାରକୁ ନେଇକିରି ସେମାନେ କହିବେ। ତ ବାରମ୍ବାର ଆଜ୍ଞା ତର୍ଜମା କରିବାର ଅଛି। ମୂର୍ତ୍ତି ପୂଜା କାହିଁ କରୁଛେ, କାହିଁ କରୁଛେ? ଏଠି କୁହାଯାଉନି ମୂର୍ତ୍ତି ପୂଜା ଖରାପ, ଏଠି କୁହାଯାଉନି ଫଟୋ ପୂଜା ଖରାପ, ଏଠି ଆଜ୍ଞା କୁହାଯାଉଛି ମୂର୍ତ୍ତି ପୂଜା କ'ଣ, ଫଟୋ ପୂଜା କ'ଣ। ମୂର୍ତ୍ତି ଫଟୋ ମାଧ୍ୟମରେ କାହାକୁ ପୂଜୁଛେ ତାଙ୍କୁ ଚିହ୍ନିବାର ଅଛି। ଆଜ୍ଞା ତାଙ୍କୁ ନ ଚିହ୍ନିଲେ, ମୂର୍ତ୍ତି ପୂଜାରେ ହିଁ ରହିଗଲେ, ଫଟୋ ପୂଜାରେ ହିଁ ରହିଗଲେ, ଆମେ ସତ୍ୟକୁ ଚିହ୍ନି ପାରିବାନି। ଯିବା ନାହିଁ ଟିକେ ପୂର୍ବରୁ ଆପଣ କହୁଥିଲେ ଆପଣ ଭଗବାନ ଜଗନ୍ନାଥଙ୍କୁ, ଭଗବାନ କୃଷ୍ଣଙ୍କୁ ଭଲ ପାଆନ୍ତି। ଠିକ ଅଛି, ଆଜ୍ଞା ଭଲ ପାଆନ୍ତି, ଭଲ କଥା। କିନ୍ତୁ ଭଲ ପାଆନ୍ତି ଯେ ତାଙ୍କ ସତ୍ୟକୁ ବି ତ ଜାଣିବା ପାଇଁ ଚେଷ୍ଟା କରିବେ ନା ନାଇଁ? ଆଜ୍ଞା ଆଜ୍ଞା ନିଶ୍ଚିତ ବୁଝିପାରୁଛନ୍ତି? ତାଙ୍କ ସତ୍ୟକୁ ଯଦି ନ ଜାଣିବେ, ସେଇ କଳ୍ପନା ଭିତରେ ହିଁ ରହିଯିବେ। ଆଜ୍ଞା ଆଜ୍ଞା ଆମେ ଶୁଣିଛେ ଭଗବାନ କୃଷ୍ଣଙ୍କୁ ଜରାସନ୍ଧ କ'ଣ କରିଥିଲେ? ଜରାସନ୍ଧ ମାନେ ହରେଇ ଦେଇଥିଲେ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ହରେଇ ଦେଇଥିଲେ। ହଁ, ଜରାସନ୍ଧ ତୀର ମାରିଥିଲେ, ଶରୀର ରୂପକୁ କୃଷ୍ଣଙ୍କର ଅନ୍ତ ହିଁ ଯାଇଥିଲା। ଶୁଣିଛେ? ଆଜ୍ଞା ଆଚ୍ଛା, ଯଦି ଆମେ ଶୁଣିଛେ, ତାହେଲେ ଆମେ ଯୋଉ ନିର୍ମାଣ କରିଛେ କୃଷ୍ଣଙ୍କୁ, ତାଙ୍କୁ ଯୋଉ ପୂଜୁଛେ, ଭଜନ କରୁଛେ, କୀର୍ତ୍ତନ କରୁଛେ, ତାହେଲେ ତା ମାଧ୍ୟମରେ ଯୋଉ କୃଷ୍ଣ ଅଦୃଶ୍ୟ ହେଇ ଯାଇଛନ୍ତି, ସେ କୃଷ୍ଣ ଆସିପାରିବେ କି? ନା ବୁଝିପାରୁଛନ୍ତି? ଆଜ୍ଞା ତାହେଲେ କୃଷ୍ଣ କୋଉଠି ଅଛନ୍ତି, କେମିତି ଅଛନ୍ତି, ତତ୍ଵରେ କେମିତି ଅଛନ୍ତି, ତାଙ୍କୁ ଚିହ୍ନିବାକୁ ପଡିବ। ଆକୁ ଖରାପ ଆଜ୍ଞା ଭାବିବେନି, କାହିଁକିନା ଆମେ ନା ନା ଦେଖନ୍ତୁ, ଆମେ ସବୁ କଥାକୁ ହଁ, ଜାଣିବା ପାଇଁ ତ ଚେଷ୍ଟା ହଁ, କରୁଛୁ। ଜାଣିବା ପାଇଁ ଚେଷ୍ଟା କରୁଛେ, ମନ ଖରାପ ଆଜ୍ଞା କରିବେନି। ମୁଁ କୃଷ୍ଣ ଖରାପ ନୁହଁ କହୁନି, ନା କୃଷ୍ଣଙ୍କର ନା ନା ଆଜ୍ଞା, ମୃତ୍ୟୁ ମୁଁ ହେଇଛି ସେଇଟା କହୁନି। ହିଁ ହଁ, ସତ୍ୟଟା ହିଁ ଜାଣିବା ପାଇଁ ହଁ, ଚେଷ୍ଟା ସତ୍ୟ କରୁଛି ନା ଜାଣିବା ଆଜ୍ଞା। ପାଇଁ ହେଲେ ମନକୁ ଟିକେ ସ୍ଥିର ରଖିବାକୁ ପଡିବ, ବିବେକକୁ ଆଜ୍ଞା ଜାଗୃତ କରିକି ସବୁ କଥା ବୁଝିବାକୁ ପଡିବ। ଆଜ୍ଞା ବୁଝିପାରୁଛନ୍ତି? ତ ଏଠି ଦେଖନ୍ତୁ, ଆମେ ଗୁରୁଙ୍କୁ ପୂଜା କରୁଛେ। ଆପଣ ଯୋଉ ଛୋଟବେଳେ ଯୋଉ ସାରଙ୍କ ପାଖରେ ପାଠ ପଢିଥିଲେ, ସେ ସାରଙ୍କୁ ମୁଣ୍ଡିଆ ମାରନ୍ତି ନା ନାଇଁ? ଯେତେବେଳେ ଆସୁଥିବେ ରାସ୍ତାରେ ଦେଖାଗଲେ ଆଜ୍ଞା ଆମେ ଆଜ୍ଞା ପାଦ ହଁ ସ୍ପର୍ଶ କରିଦଉଛେ, କିମ୍ବା ତାଙ୍କ ଘର ଆଜ୍ଞା ପାଖକୁ ଯାଇତେ ନତମସ୍ତକ ହେଇକି ମୁଣ୍ଡିଆ ବି ମାରୁଛେ। ହଁ କି ନାଇଁ? ଆଜ୍ଞା ଗୁରୁ ଦିବସରେ ହଁ ତାଙ୍କୁ ବସେଇକିରି ପୂଜା କରୁଛେ, ତାଙ୍କୁ କିଛି ଗିଫ୍ଟ ଦଉଛେ, କରୁଛେ ନା ଆଜ୍ଞା ନାଇଁ? ଆଚ୍ଛା, ଆଜ୍ଞା ଗୁରୁଙ୍କୁ କେବଳ ମୁଣ୍ଡିଆ ମାଇଲେ ଜ୍ଞାନ ଆସିଯିବ? ନା ନା ପାଠ ପରୀକ୍ଷାରେ ଆମେ ଲେଖିପାରିବା? ନା ନା ସେ ଗୁରୁଙ୍କୁ ଯାହା ସମ୍ମାନ ପଢେଇଛନ୍ତି ଦବା, ତାଙ୍କୁ ହଁ, ସମ୍ମାନ ଦବ। ଗୁରୁଙ୍କୁ ଯୋଉଟା ସମ୍ମାନ ପଢେଇଛନ୍ତି ଦବାର ସଙ୍ଗେ ସଙ୍ଗେ ଆମେ ଗୁରୁଙ୍କ ଜ୍ଞାନକୁ ଗ୍ରହଣ କରିବା, ଗୁରୁ ଯୋଉ ପାଠ ପଢାଉଛନ୍ତି ତାକୁ ଗ୍ରହଣ କରିବା। ତେବେ ଯାଇକିରି ସେ ଗୁରୁଙ୍କର ପ୍ରୟାସ, ଆମର ପ୍ରୟତ୍ନ ସଫଳ ହବ। କେବଳ ମୁଣ୍ଡିଆ ମାରିଲେ କିଛି ହବନି। ତ ଏଠି ଆଜ୍ଞା ଯେକୌଣସି ମୂର୍ତ୍ତିକୁ, ଯେକୌଣସି ବିଗ୍ରହକୁ ଆମେ ପୂଜା କରୁଛେ, ସେ ବିଗ୍ରହଙ୍କର କିଛି ଶ୍ରେଷ୍ଠତା ଅଛି। ସେ ଆଜ୍ଞା ବିଗ୍ରହଙ୍କର ସେ ଆକାରର, ସେ ନାମର, ସେ ସ୍ୱରୂପର କିଛି ଅବଦାନ ଅଛି ସଂସାର ପାଇଁ। ଭଗବାନ କୃଷ୍ଣ ବ୍ରହ୍ମଜ୍ଞାନୀ ଥିଲେ, ଭଗବାନ କୃଷ୍ଣ ବେଦାନ୍ତୀ ଥିଲେ, ଭଗବାନ ଆଜ୍ଞା କୃଷ୍ଣ ତାଙ୍କ ନିଜ ସତ୍ତାକୁ ଚିହ୍ନିଥିଲେ। ଭଗବାନ କୃଷ୍ଣ ଆଜ୍ଞା କୁହନ୍ତୁ, ସନ୍ଥ କବୀର କୁହନ୍ତୁ, ଭଗବାନ ରାମକୃଷ୍ଣ ପରମହଂସ କୁହନ୍ତୁ, ଆଜ୍ଞା ବୁଝିପାରୁଛନ୍ତି? ଅନେକ ସନ୍ଥ, ଅନେକ ସାଧୁ ଅଛନ୍ତି ଯିଏକି ବ୍ରହ୍ମକୁ ଚିହ୍ନିଥାନ୍ତି। ବ୍ରହ୍ମବେତ୍ ବ୍ରହ୍ମେତୁ ଭବତୁ, ଆତ୍ମବେତ୍ ଆତ୍ମେତୁ ଭବତୁ। ଯିଏ ବ୍ରହ୍ମକୁ ଚିହ୍ନି ଯାଆନ୍ତି, ସେ ନିଜେ ହିଁ ବ୍ରହ୍ମ, ସେ ବୁଝିପାରିଥାନ୍ତି। ତ ତାଙ୍କ ଆଜ୍ଞା ପାଖରୁ ଆମକୁ ବ୍ରହ୍ମଜ୍ଞାନ ଶିଖିବା ପାଇଁ ଆମେ ତାଙ୍କୁ ଗୁରୁ କରିଥିଲେ, ତାଙ୍କଠାରୁ ଆଜ୍ଞା ଉପାସନା ଶିଖୁଥିଲେ, ସାଧନା ବିଧିକୁ ଶିଖୁଥିଲେ, ତାଙ୍କୁ ପୂଜା କରୁଥିଲେ। ତ ଏବେ ଆଜ୍ଞା ଯେହେତୁ ଦେହଧାରୀ କୃଷ୍ଣ ନାହାନ୍ତି, ଶରୀରଧାରୀ କୃଷ୍ଣ ନାହାନ୍ତି, ଆମେ ତାଙ୍କ ବାଣୀକୁ ଆଚରଣ କରିବା, ଆମେ ତାଙ୍କ ତତ୍ଵକୁ ଗ୍ରହଣ କରିବା। ଗୀତା ଆଜ୍ଞା ମାଧ୍ୟମରେ ଯାହା ଭଗବାନ ଉପଦେଶ ଦେଇଛନ୍ତି, ସେ ଉପଦେଶକୁ ଆଚରଣ କରିବା। ଆଜ୍ଞା ଏମିତି ବୁଝନ୍ତୁ, ଆମ ସ୍କୁଲରେ ଜଣେ ସାର୍ ପଢ଼ଉଥିଲେ ଆମକୁ।
ଆମେ 10ମ ଯାଏ ସେଠି ପଢିଛେ। ସାରଙ୍କ ଆଜ୍ଞା ଦେହାନ୍ତ ହେଇଗଲା, ସାରଙ୍କ ହଁ ମୂର୍ତ୍ତିକୁ ଆମେ ସ୍କୁଲରେ ରଖିକିରି ଫୁଲ ଦଉଛେ, ପାଣି ରଖୁଛେ, ଫଳ ନୈବେଦ୍ୟ ଅର୍ପଣ କରିକିରି ସାରଙ୍କୁ ପୂଜା କରୁଛେ। ତା ସଙ୍ଗେ ସଙ୍ଗେ ସାର୍ ଯୋଉ ପାଠ ପଢେଇଥିଲେ, ପଢେ ଯାହା ପୁସ୍ତକରେ ଅଛି ସେ ଜିନିଷକୁ ପଢିବା। ଆଜ୍ଞା ଆଜ୍ଞା ଧରିପାରୁଛନ୍ତି ଠିକ କଥାକୁ? ସେ ଆଜ୍ଞା ଜିନିଷକୁ ପଢିବା, ସେ ଜିନିଷକୁ ବୁଝିବା, ଯାହା ମାଧ୍ୟମରେ ଗୁରୁଙ୍କ ସମ୍ମାନ ବି ଠିକ ରହିଲା, ଗୁରୁଙ୍କ ଆଜ୍ଞା ବାଣୀକୁ ବି ଆମେ ଆଚରଣ କରିକିରି ପାଠ ମାଧ୍ୟମରେ ଭୌତିକ ଉନ୍ନତି କରିପାରିବା। କିମ୍ବା ଆଜ୍ଞା ଯାହା ବି ହବା ପାଇଁ ଚାହୁଁଛେ, ଡକ୍ଟର ହବା ପାଇଁ ଚାହୁଁଛେ, ଓକିଲ ହବା ପାଇଁ ଚାହୁଁଛେ, ଇଞ୍ଜିନିୟର ହବା ଯେ ପାଇଁ ଚାହୁଁଛେ, ଯେକୌଣସି ଚାହୁଁଛେ ହେଇପାରିବା, ସେଇଟା ହେଇପାରିବା। ସିଦ୍ଧି ବି ମିଳିବ। ଆଜ୍ଞା ଧରିପାରୁଛନ୍ତି କଥାକୁ? ଆଜ୍ଞା ଆଜ୍ଞା ତ ଏଠି ସେମିତି ଭଗବାନ କୃଷ୍ଣ ବ୍ରହ୍ମଜ୍ଞାନୀ ଥିଲେ। ବ୍ରହ୍ମଜ୍ଞାନକୁ ଭଗବଦ୍ ଗୀତା ମାଧ୍ୟମରେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଆମ ସମସ୍ତଙ୍କୁ ଶିଖାଇଥିଲେ। ତ ଆଜ୍ଞା ଏ କଥାକୁ ଯେତେବେଳେ ଆମେ ବୁଝିବା, ଭଗବାନ କୃଷ୍ଣଙ୍କ ପ୍ରେମ ଶ୍ରଦ୍ଧା ଭକ୍ତି କରିବା ସଙ୍ଗେ ସଙ୍ଗେ ଶାସ୍ତ୍ରକୁ ଆଚରଣ କରିବା, ଶାସ୍ତ୍ର ଜ୍ଞାନକୁ ଗ୍ରହଣ କରିବା। ବୁଝିପାରୁଛନ୍ତି? ଆଜ୍ଞା ଠିକ୍ ସେମିତି ଭଗବାନ ଜଗନ୍ନାଥକୁ କୁହନ୍ତୁ। ଭଗବାନ ଜଗନ୍ନାଥଙ୍କ ପରମ୍ପରା କ'ଣ? ପରମ୍ପରାରେ କ'ଣ ସବୁ କୁହାଯାଉଛି? ରଥଯାତ୍ରା କାହିଁକି ହଉଛି? ଭଗବାନଙ୍କୁ ଆଜ୍ଞା କଳା ଠାକୁର କାହିଁ କୁହାଯାଇଛି? ଚକା ଆଖି କାହିଁ କୁହାଯାଇଛି? ଭଗବାନଙ୍କ ହାତ ଗୋଡ଼ ନାହିଁ, କୋଉଥିପାଇଁ ନାହିଁ? ତା କାରଣ କ'ଣ? କିଛି ଲୋକ ଗପ କାହାଣୀ କହିବେ, ଗପ କାହାଣୀରେ ହଜି ମଜି ଯିବେନି, ଗପର ଆଜ୍ଞା ସତ୍ୟକୁ ପ୍ରାକ୍ଟିକାଲି ବୁଝିବେ। ପ୍ରାକ୍ଟିକାଲି ହଁ ଆଜ୍ଞା ଆଧ୍ୟାତ୍ମିକତା ହେଲା ଅନୁସନ୍ଧାନ, ସାକ୍ଷାତ ଆଜ୍ଞା ଅନୁସନ୍ଧାନ। ଆପଣଙ୍କୁ ଯଦି କିଏ ଆଜ୍ଞା କହିବେ ମଣିଷ ଉଭେଇ ଗଲେ, ମଣିଷ କେମିତି ଉଭାନ୍ତି? ମୁଁ ତ ସଂସାରରେ କେବେ କୋଉଠି ଦେଖିନି ମଣିଷ ଉଭେଇ ଯିବା। କାହାକୁ ଆଜ୍ଞା କୋଉଠି ଉଭେଇ ଯିବା ତ ମୁଁ ଦେଖିନି, ତାହେଲେ ମୁଁ କେମିତି ବିଶ୍ୱାସ କରିବି? କିଏ ବିଶ୍ୱାସ କହିବେ ଠାକୁର କରିପାରିବି। ଉଡୁଛନ୍ତି, କହିଲେ ଠାକୁର ଉଡୁଛନ୍ତି, କିଏ ଦେଖିଥିଲା? ମୁଁ ତ ଦେଖିନି ଆଜି ଯାଏ କୌଣସି ମଣିଷ ଉଡ଼ିବା। କହିଲେ ତମେ ମଣିଷକୁ ଉଡ଼ିଆ ଦେଖିପାରିବନି, ଠାକୁର ଉଡ଼ନ୍ତି। ଏମିତି ବହୁତ ଲୋକ ତର୍କ କରିବେ, କିନ୍ତୁ ଆଜ୍ଞା ମନରେ ସ୍ପଷ୍ଟତା ଆସିବା ଯେ ଆପଣ ତର୍ଜମା କରିବାକୁ ପଡ଼ିବ, ଏ କଥାକୁ ସ୍ୱୀକାର କରିବାକୁ ପଡ଼ିବ, ଦେଖିବାକୁ ପଡ଼ିବ, ଗପ କାହାଣୀରେ ହଜିବେନି। ତ ହଁ ଭଗବାନ ଜଗନ୍ନାଥଙ୍କ ପରମ୍ପରାକୁ ଯେତେବେଳେ ଆମେ ଭଗବାନ ଜଗନ୍ନାଥଙ୍କର ଆମେ କହୁଛେ ବ୍ରହ୍ମ ସ୍ଥାପନା ହଉଛି, ବୁଝିପାରୁଛି? ହଁ ବ୍ରହ୍ମ କ'ଣ ତାହେଲେ ପରୀକ୍ଷା ପଡ଼ିବ ଆମକୁ? ବ୍ରହ୍ମ ସ୍ଥାପନା କରିବାକୁ ପଡ଼େ ନା ବ୍ରହ୍ମ ସ୍ଥାପିତ ଅଛନ୍ତି? ସେ କଥାକୁ ଧରିବାକୁ ପଡ଼ିବ, ବୁଝିବାକୁ ପଡ଼ିବ। ଶାସ୍ତ୍ର କ'ଣ କହୁଛି, ଶାସ୍ତ୍ର ଅନୁଯାୟୀ ବୁଝିବାକୁ ପଡ଼ିବ। ବୁଝିପାରୁଛନ୍ତି? ଆଜ୍ଞା ଆମେ ଆଜ୍ଞା ଟିକେ ପୂର୍ବରୁ ଆମେ କଥା ହେଇଥିଲେ, ବ୍ରହ୍ମ କୁହନ୍ତୁ, ଆତ୍ମା କୁହନ୍ତୁ, ମାମ୍ କୁହନ୍ତୁ, ଅହମ୍ କୁହନ୍ତୁ, ଈଶ୍ୱର କୁହନ୍ତୁ, ଏସବୁ ଗୋଟାଏ ତତ୍ଵକୁ ବୁଝାଉଥିବା ଭିନ୍ନ ଭିନ୍ନ ଶବ୍ଦ। ଆଚ୍ଛା, ଶବ୍ଦ ଆତ୍ମା ଅଜର ଅମର ଅବିନାଶୀ, ଆଜ୍ଞା ଅଜନ୍ମା, ଜନ୍ମ ଆଜ୍ଞା ନିଅନ୍ତିନି, ମୃତ୍ୟୁ ଆଜ୍ଞା ହୁଏନି, ସେ ଥିଲେ, ସେ ଅଛନ୍ତି, ସେ ରହିବେ। ରହିବେ ତାହେଲେ ଏଠି ଆମେ ପଚାରିବା ଦରକାର, ଭଗବାନ ଯୋଉ ଗୁରୁଙ୍କୁ ବି ଆମେ ପଚାରୁଛୁ, ଗୁରୁଦେବ ମୋତେ କୁହନ୍ତୁ, ବ୍ରହ୍ମ ତ ଅଜନ୍ମା, ତାହେଲେ ବ୍ରହ୍ମଙ୍କୁ ଆମେ ସ୍ଥାପନା କେମିତି କରିବା? ଶରୀର ତ ଅନିତ୍ୟ ପଦାର୍ଥ, ଶରୀର ତ ଜଡ଼, ଶରୀର ତ ଭୌତିକ ପଞ୍ଚଭୂତରେ ନିର୍ମାଣ ହେଇଛି, ଶରୀରର ମୃତ୍ୟୁ ଅଛି। ତାହେଲେ ଆଜ୍ଞା ଅନିତ୍ୟ ପଦାର୍ଥ ରୂପକ ଏ ଶରୀର, ନିତ୍ୟ ପଦାର୍ଥ ରୂପକ ସେ ବ୍ରହ୍ମଙ୍କୁ କେମିତି ସ୍ଥାପନା କରିପାରିବ? ସ୍ଥାପନ କରିବା। ହଁ ବୁଝିବାର ଅଛି, ପଚାରିବାର ଅଛି। ଗପ କାହାଣୀ କହିବେ, ତାକୁ ଆହୁରି ଥରେ ତର୍ଜମା କରିବାର ଅଛି। ତାଙ୍କୁ ପଚାରିବାର ଅଛି, ବ୍ରହ୍ମଙ୍କୁ ସ୍ଥାପନା କେମିତି କରାଯାଏ? ବ୍ରହ୍ମ ତ ସ୍ଥାପିତ ଅଛନ୍ତି, ବ୍ରହ୍ମଙ୍କ ହୁଁ ଠାରୁ ପଞ୍ଚଭୂତ ନିର୍ମାଣ ହେଇଛି। ତ ଆଜ୍ଞା ପଞ୍ଚଭୂତରେ ଗଢ଼ା ହେଇଥିବା ଏ ଶରୀର କୁହନ୍ତୁ, ପଞ୍ଚଭୂତରେ ଗଢ଼ା ହେଇଥିବା ଏ ପ୍ରପଞ୍ଚର ଯେକୌଣସି ଭୌତିକ ବସ୍ତୁ ପଦାର୍ଥ ବ୍ରହ୍ମଙ୍କୁ କେମିତି ନିର୍ମାଣ କରିବ? କରିପାରିବନି। ବୁଝିପାରୁଛନ୍ତି? ତ ଆଜ୍ଞା ବ୍ରହ୍ମ ଯଦି ଥିଲେ, ଅଛନ୍ତି, ରହିବେ, ତାହେଲେ ବ୍ରହ୍ମ କ'ଣ? ତାଙ୍କୁ ବୁଝିବାକୁ ପଡ଼ିବ, ତାକୁ ତର୍ଜମା କରିବାକୁ ପଡ଼ିବ। ବୁଝିପାରୁଛନ୍ତି? ଆଜ୍ଞା ତ ଆଜ୍ଞା ଦାରୁ ବ୍ରହ୍ମ କ'ଣ? ହୁଁ ବୁଝିବାକୁ ପଡ଼ିବ, ତର୍ଜମା କରିବାକୁ ପଡ଼ିବ। ବୃକ୍ଷ ହିଁ ବ୍ରହ୍ମ, ତାହେଲେ ବୃକ୍ଷ ଯଦିଓ ବ୍ରହ୍ମ, ବୃକ୍ଷରେ ବି ସେ କଳେବର ସେ ଶରୀର, ଏ ଶରୀର ବି ଗଢ଼ା ହେଇଛି। ତାହେଲେ ଶରୀରର ଆଧାର ପ୍ରକୃତି, ବୁଝିପାରୁଛନ୍ତି? ଆଜ୍ଞା ଆଜ୍ଞା ଶରୀରର ଆଧାର ଅନ୍ନ। ଗୋଟେ ଆଜ୍ଞା ପଞ୍ଚଭୂତରେ ଏ ସଂସାର ଗଢ଼ା ହେଇଛି, ପଞ୍ଚଭୂତରେ ଏ ଶରୀର ଗଢ଼ା ହେଇଛି। ଆଜ୍ଞା ପଞ୍ଚଭୂତରେ ଆମେ ସମସ୍ତେ ଜଡ଼ିତ ଅଛେ, ଯୋଡ଼ି ହେଇକିରି ଅଛେ। ବୁଝିପାରୁଛନ୍ତି? ଆଜ୍ଞା ମୋ ଆଜ୍ଞା ଦେହ ଭିତରେ, ଆପଣଙ୍କ ଦେହ ଭିତରେ, ପ୍ରପଞ୍ଚର ପ୍ରତ୍ୟେକ ଶରୀର ଭିତରେ ଏଇ ପଞ୍ଚଭୂତ ହିଁ ଅଛି। ଆଜ୍ଞା ପାଣି ତତ୍ଵରେ ଏକ, ଏଠି ଅଛି, ଆଜ୍ଞା ସେଠି ଅଛି, ମିଠା ପାଣି, ଖାରା ପାଣି, ଫିଲ୍ଟର ପାଣି, ଦେହ ଭିତରେ ଥିବା ପାଣି, ଦେହ ବାହାରେ ଥିବା ପାଣି, ସମୁଦ୍ରରେ ଥିବା ପାଣି। ଆମେ ତ ଭୌତିକ ଏ ସ୍ତରରେ ପାଣିକୁ ପାଣି ବିଭିନ୍ନ ରୂପରେ, ପାଣି ରଙ୍ଗରେ ସ୍ତରରେ ବିଭିନ୍ନ ମାନିଛେ, କିନ୍ତୁ ପାଣି ତତ୍ଵରେ ପାଣି ଏକ। ପାଣି ହଁ ପାଣି ପୃଥିବୀ ତତ୍ଵରେ ଏକ, ଆଜ୍ଞା ବାୟୁ ତତ୍ଵରେ ଏକ। ଆଜ୍ଞା ତ ଏଠି ତତ୍ଵ ବୁଝିଲେ ଭ୍ରାନ୍ତି ତୁଟିବ।
ଭବସାଗରରୁ ତରିବେ। ଆଜ୍ଞା ଆଜ୍ଞା। ତ ତତ୍ତ୍ୱରେ ବୁଝିବାକୁ ପଡିବ ଈଶ୍ୱର କିଏ। ତ ଧୀରେ ଧୀରେ ତତ୍ତ୍ୱ ଯେତେ ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ଭବସାଗରରୁ ଭବସାଗର ତରିଯାଆନ୍ତୁ। ସରିଯାଏ। ସୁନ୍ଦର। ଆଜ୍ଞା ତ ତତ୍ତ୍ୱରେ ବୁଝିବାକୁ ପଡିବ ସଂସାରକୁ, ଶରୀରକୁ, ଭଗବାନ ଜଗନ୍ନାଥଙ୍କୁ, ଭଗବାନ କୃଷ୍ଣଙ୍କୁ, ଭଗବାନ ରାମଙ୍କୁ, ଏସବୁ ଆଜ୍ଞା ଜିନିଷ ଯେତେବେଳେ ଧୀରେ ଧୀରେ ବୁଝିବେ, ସମୟ ଆସିବ ଏ କଥାର ଗଭୀରତାକୁ ଆପଣ ଧରିପାରିବେ। ନିରାକାରକୁ ବୁଝିବା ପାଇଁ ହେଲେ ସାକାରର ସାହାରା ନେଇକରି ପ୍ରାଥମିକ ଦଶାରେ ଆମେ ମୂର୍ତ୍ତି, ଫଟୋ ପୂଜା କରୁଛେ। ଧୀରେ ଧୀରେ ଶାସ୍ତ୍ର ଯେତେବେଳେ ଅଧ୍ୟୟନ କରିବା, ଯେତେବେଳେ ସାଧନାକୁ ଦୀକ୍ଷାକୁ ନେବା, ଗୁରୁଙ୍କ ପାଖରେ ଯେତେବେଳେ ବସିବା, ଆଜ୍ଞା ଗୁରୁ ମାଧ୍ୟମ, ଗୁରୁ ହିଁ ସାକ୍ଷାତ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ଆଜ୍ଞା। ଗୁରୁଙ୍କୁ ଆମ ପରିକା ନର ନ ସାଧାରଣ ଭାବିକିରି ସାକ୍ଷାତ ଈଶ୍ୱର ତୁଲ୍ୟ ତାଙ୍କ ପାଖରେ ସମର୍ପିତ ହେଇକି ଶିଖିବାକୁ ପଡିବ। ଆଜ୍ଞା ଆଜ୍ଞା ବହୁତ ଲୋକ ଅଧୁରା ଜ୍ଞାନରେ ତର୍କ କରନ୍ତି। ଆଜ୍ଞା ଆତ୍ମା ଅନେକ ଅଛି, ଆତ୍ମା ଭୂତାତ୍ମା ଅଛି, ପ୍ରେତାତ୍ମା, ସେ ଶୁଣିଥାନ୍ତି, ସେ କଥାକୁ ଆରୋପିତ କରିକି ଗୁରୁଙ୍କୁ ଶିଖିବା ପାଇଁ ଚେଷ୍ଟା କରୁଥାନ୍ତି। ଆଜ୍ଞା ଆଜ୍ଞା। ସାଧନାରେ ନାଇଁ ଏକ ସାଧନା ବିଧି ଅଛି, ଶ୍ରଦ୍ଧା। ଗୁରୁଙ୍କ ବାଣୀ ଉପରେ ମୋର ମଧ୍ୟ ଶ୍ରଦ୍ଧା ରଖିବାର ଏମିତି ଅଛି। ମୋର ମଧ୍ୟ ମନଟା ଏମିତି ବିଭ୍ରାନ୍ତ ଭଳିଆ ରହିଛି। ହଁ ହଁ, ଶୁଣନ୍ତୁ ହଁ ଶୁଣନ୍ତୁ। ତ ହଁ ଏଠି ଆମେ ଟିକେ ପୂର୍ବରୁ ବୁଝିଥିଲେ, ଆନନ୍ଦ ପାଇବା ପାଇଁ ହେଲେ ଆନନ୍ଦ ସାଙ୍ଗରେ ସମାହିତ ହେବାକୁ ପଡିବ। ଆନନ୍ଦ ଆଜ୍ଞା କୋଉଠି ଅଛି ତାକୁ ଖୋଜିବାକୁ ପଡିବ। ଧୀରେ ଧୀରେ ଆଜ୍ଞା ଆମେ ସ୍ଥୂଳ ଶରୀରକୁ ଦେଖିଲେ, ସ୍ଥୂଳ ଶରୀର କ'ଣ? ପଞ୍ଚଭୂତରେ ସପ୍ତ ଧାତୁରେ ଗଢ଼ା ହେଇଥିବା ଏ ଶରୀରକୁ ସ୍ଥୂଳ ଶରୀର କହୁଛେ। ସ୍ଥୂଳ ଆଜ୍ଞା ଶରୀରରୁ ସୂକ୍ଷ୍ମ ଶରୀରକୁ ଯିବାକୁ ପଡିବ। ସୂକ୍ଷ୍ମ ଆଜ୍ଞା ଶରୀର କ'ଣ? ମନ। ମନ ବୁଝିପାରୁଛନ୍ତି? ଶରୀର ମାଧ୍ୟମରେ, ଶରୀର କାହା ମାଧ୍ୟମରେ ପରିଚାଳନା ହେଉଛି ତାକୁ ଚିହ୍ନିବାକୁ ପଡିବ। ଇନ୍ଦ୍ରିୟ ମାଧ୍ୟମରେ ହଁ ପରିଚାଳନା ହେଉଛି। ଆଜ୍ଞା ଇନ୍ଦ୍ରିୟ କ'ଣ, କେତେଟା, ଶାସ୍ତ୍ରକୁ ଆଧାର କରି କିମ୍ବା ଗୁରୁଙ୍କ ବାଣୀକୁ ଆଧାର କରିକି ଆମେ ବୁଝିପାରିବା, ଶିଖିପାରିବା। 5ଟା ଆଜ୍ଞା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ ଅଛନ୍ତି। ତାଙ୍କୁ ଆମେ ବୁଝିଲେ, ତାଙ୍କୁ ବୁଝିଲା ପରେ ଇନ୍ଦ୍ରିୟଙ୍କର ଆଧାର କିଏ? ମନ। ମନ ମନ କୋଉଠି ଅଛି? ମନ କେମିତି ଅଛି? ମନ କ'ଣ? ମନକୁ ଯଦି ଆମେ ପରଖିବା, ଧୀରେ ଧୀରେ ଆମେ ମନକୁ ବୁଝିପାରିବା। ଇନ୍ଦ୍ରିୟଙ୍କ ମାଧ୍ୟମରେ ଯାହା ବି ଆମେ ଅନୁଭବ କରୁଛେ, ଦେଖୁଛେ, ଶୁଣୁଛେ, ଶୁଙ୍ଗୁଛେ, ଚାଖୁଛେ, ସ୍ପର୍ଶ କରୁଛେ, ଚାଲୁଛେ, ବୁଲୁଛେ, ମଳମୂତ୍ର ତ୍ୟାଗ କରୁଛେ, ଆମେ ଚୋବଉଛେ, ଯାହା ବି କରୁଛେ, ଏ ଇନ୍ଦ୍ରିୟଙ୍କ ଅନୁଭବର ସ୍ମୃତି ସଂଗ୍ରହିତ ହେଇକି ମସ୍ତିଷ୍କ ଭିତରେ ରହିଯାଉଛି, ଯାହାକୁ ଆମେ କହୁଛେ ମନ। ମନ ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ଇନ୍ଦ୍ରିୟଙ୍କର ଆଧାର ମନ। ଇନ୍ଦ୍ରିୟଙ୍କ ମାଧ୍ୟମରେ ହିଁ ଜନ୍ମ ହେଉଛି ବି ମନ। ମନ ମନ ବିନା ଇନ୍ଦ୍ରିୟଙ୍କୁ ବି ଆମେ ପରଖି ପାରିବାନି। ଆଜ୍ଞା ବୁଝିପାରୁଛନ୍ତି? ଓଡ଼ିଆ ଠିକ ଅଛି ଭାଷାକୁ ଆପଣ ବୁଝୁଛନ୍ତି, ତେଲୁଗୁ ଭାଷା କହିଲେ ବୁଝିପାରିବେନି। କାହିଁ ବୁଝିପାରିବେନି? ମସ୍ତିଷ୍କ ଭିତରେ ଅନୁଭବର ସ୍ମୃତି ନାହିଁ। ନାହିଁ ତ ଶିକ୍ଷା ସ୍ମୃତି କରିନି ଥିଲେ ହିଁ ଯେହେତୁ ବୁଝିପାରୁଛନ୍ତି, ମନ ଇନ୍ଦ୍ରିୟଙ୍କର ଆଧାର, ଇନ୍ଦ୍ରିୟଙ୍କ ମାଧ୍ୟମରେ ହିଁ ମନ ବି ଜନ୍ମ ହେଇଛି। ତାପରେ ଆଜ୍ଞା ଆମକୁ ଆଉ ଟିକେ ଗଭୀରତାକୁ ଯିବାକୁ ପଡିବ। ମନର ଉପରେ କିଛି ଅଛି କି? ମନର ଉର୍ଦ୍ଧ୍ୱରେ କିଛି ଅଛି କି? କିଛି ଲୋକ ଅଧୁରା ଜ୍ଞାନରେ ଠକିନା କହିଦିଅନ୍ତି, ମନ ଉପରେ ଆଉ କ'ଣ ଅଛି? ମନ ତ ସବୁ, ଆଉ ମନ ବିନା କୋଉଠି ଅଛି? ସେ ସେତିକି ହୁଁ ଜାଣିଥାନ୍ତି, ସେତିକି କହନ୍ତି, ତାର ଭିତରେ ସୀମିତ ରହିଯାଆନ୍ତି। ଆମେ ଆଜ୍ଞା ମନକୁ ପରଖିବାର ଅଛି, ମନକୁ ବୁଝିବାର ଅଛି। ମନ ଜାଗୃତ ଅବସ୍ଥାରେ ବାହାରକୁ ଦେଖୁଛି, ଆଜ୍ଞା ଶୋଇ ପଡ଼ିଲା ବେଳେ ସ୍ୱପ୍ନ ଅବସ୍ଥାକୁ ପଳାଉଛି, ହଉ ସ୍ୱପ୍ନ ଅବସ୍ଥାରେ ବି ସେ ଭିତରେ କିଛି ଦେଖୁଛି। ସ୍ୱପ୍ନ ତାପରେ ଦେଖେ ସୁଷୁପ୍ତି ଅବସ୍ଥାକୁ ପଳାଉଛି। ସୁଷୁପ୍ତି ଅବସ୍ଥା ମାନେ ଗାଢ ନିଦ୍ରା ଅବସ୍ଥା, ଯୋଉଠିକି ସ୍ୱପ୍ନ ବି ନାହିଁ, ଜାଗୃତ ସଂସାର ବି ନାହିଁ, ସେ ମନ ବି ନାହିଁ ମନ ବି ନାହିଁ। ତ ଆଜ୍ଞା ମନ ନାହିଁ କିନ୍ତୁ ମୁଁ ନାହିଁ କହିପାରିବାନି। ଅଛନ୍ତି ମୁଁ ରାତିରେ ଶୋଇ ପଡ଼ିଲି, ସକାଳେ ଉଠିକିରି ମୁଁ ବ୍ୟାଖ୍ୟା କରୁଛି। ମୁଁ ବ୍ୟାଖ୍ୟା ଆଜ୍ଞା କରୁଛି, ଭାରି ବଢ଼ିଆ ନିଦ ମାଡ଼ିଲା। ଆହା ହା, ମୁଁ ଆଜି ହଁ 8 ଘଣ୍ଟା ଶୋଇ ପଡ଼ିଲି। ରାତି ଏତେଟାରେ ଶୋଇଥିଲି, ସକାଳେ ଏତେବେଳ ଯାଏ ମୁଁ ଶୋଇକି ରହିଲି। ଟୋଟାଲ ଜଣା ଜଣା ପଡ଼ିଲା ପଡ଼ିଲାନି କେବେ ରାତି ବିତିଗଲା। ଏତେ ଖୁସି ଲାଗିଲା, ବଢ଼ିଆ ଲାଗିଲା। ଥଣ୍ଡା ପବନ ଆଜ୍ଞା ଦଉଥାଏ, ଝରକା ଖୋଲା ଥିଲା, ବାହାରୁ ବଢ଼ିଆ ଫୁଲର ବାସ୍ନା ଆସୁଥାଏ। ମାନେ ବାସ୍ନାକୁ ଆମେ ବ୍ୟାଖ୍ୟା କରି ନ କହିଲେ ବି ଆନନ୍ଦରେ ଶୋଇଲେ, ଖୁସିରେ ଶୋଇଲେ, ଆମେ ଆଜ୍ଞା ଏ କଥା କହିପାରୁଛେ। ଏ କଥାକୁ ଯଦି ଆମେ କହିପାରିଛେ, ଆନନ୍ଦ ସ୍ଥିତିକୁ ଆମେ ଅନୁଭବ କରିପାରିଛେ। ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ଜାଗୃତ ସଂସାର, ସ୍ୱପ୍ନ ସଂସାର ନଥିଲା ପରେ ବି ମୁଁ ଥିଲି, ତେବେ ହିଁ ତ ମୋ ଥିବାର ସେ ସ୍ଥିତିକୁ ହିଁ ତ ମୁଁ ତ ବର୍ଣ୍ଣନା କରି କହୁଛି ନା, ଭାରି ଶାନ୍ତିରେ ଶୋଇଲି, ଆନନ୍ଦରେ ଶୋଇଲି। ଆଜ୍ଞା ତାହେଲେ ମନକୁ ଯେତେବେଳେ ଦେଖନ୍ତୁ, କିଛି ଲୋକ ଏମିତି ବି କୁହନ୍ତି, ସ୍ୱପ୍ନ ଅନୁଭବ ଦେଖିବା ନୁହେଁ କୁହନ୍ତି। କାହିଁକିନା ଜଣେ ସାର୍ ଆଜି ଗୋଟେ କମେଣ୍ଟ କରିଥିଲେ, ତ ତାକୁ ଆଧାର କରିକି ମୁଁ ଚାହୁଁଛି
ଇଏ ଉତ୍ତର ବି ସେ ସାର୍ ବି ଶୁଣିପାରିବେ ବୁଝିପାରିବେ। ସେ ଆଜ୍ଞା କହୁଥିଲେ ମନ ଆଜ୍ଞା ଦେଖିବା ନୁହେଁ, ମନ ଅନୁଭବ କରିବା। ଆଖି ଆଚ୍ଛା ଦ୍ୱାରା ଦେଖିବାଟା ଭିନ୍ନ, ମନ ଦ୍ୱାରା ଦେଖିବାଟା ଭିନ୍ନ। ଭିନ୍ନ ଏଠି ସେ ମହାଶୟଙ୍କୁ ଆଉ ଆପଣଙ୍କୁ ବି ବୁଝିବା ପାଇଁ ମୁଁ ପ୍ରୟାସ କରୁଛି। ଆଜ୍ଞା ଦେଖିବା ଅନୁଭବ ହିଁ ଆଖି ମାଧ୍ୟମରେ ମନରେ ହିଁ ଅନୁଭବ କରୁଛେ। ମନ ହଁ ହଁ ଧରି ପାରୁଛନ୍ତି ଏ କଥାକୁ? ହଁ ଠିକ ଅଛି ଆଖି ଆଜ୍ଞା ହେଲା ମାଧ୍ୟମ, ଆଖି ଗୋଟେ କ୍ୟାମେରା ପରିକା। କ୍ୟାମେରା ହୁଁ ଭିତରେ ଯାହା ବି ସୁଟିଂ ହେଉଛି, ସେ ଭିଡ଼ିଓ, ସେ ଅଡ଼ିଓ, ସେ ଯେଉଁ ଫଟୋ, ସେ ଭିତରେ ମେମୋରି କାର୍ଡ଼ ଭିତରେ କ୍ୟାପଚର ହେଇକି ରହୁଛି। ତ ଆଜ୍ଞା ଆଖି ଯେତେବେଳେ ଭାବି ନିଅନ୍ତୁ, ଆଖି ଯେତେବେଳେ ଆମର 40 ହେଇଯାଇଛି, ମୋତିଆବିନ୍ଦ ହେଇଯାଇଛି, ଦେଖାଯାଉନି। କାହିଁ ଦେଖାଯାଉନି? କୋଉଠି ଦେଖାଯାଉନି? ଯିଏ ମନରେ ଦେଖୁଛନ୍ତି ଦେଖାଯାଉନି ତାଙ୍କୁ ଦେଖାଯାଉନି, ମନକୁ ଦେଖାଯାଉନି। ଆଜ୍ଞା ଧରିପାରୁଛନ୍ତି? ଆଜ୍ଞା ଦେଖା ଯିବାଟା ମନର ସ୍ତରରେ, ଆଜ୍ଞା ଦେଖା ଯାଉନି ବି ମନର ସ୍ତରରେ। ତ ଆଜ୍ଞା ଦେଖା ଯାଉଛି ଦେଖା ଯାଉନି, ଇଏ ଅନୁଭବ ନୁହେଁ କି? ଅନୁଭବ ଅନୁଭବ। ବୁଝିପାରିଲେ? ତ ଆଜ୍ଞା ଦେଖିବାଟା ଯେମିତି ଅନୁଭବ, ନ ଶୁଣିବାଟା ବି ଦେଖିବାଟା ସେମିତି ଅନୁଭବ, ନ ଦେଖିବାଟା ବି ସେମିତି ଅନୁଭବ। ଚାଖିବା ଶୁଣିପାରୁ? ବି ଏମିତି ହଁ, ଅନୁଭବ ଚାଖିବା ବି ସେମିତି ଅନୁଭବ। ବାହ୍ୟ ସ୍ତରରେ, ଇନ୍ଦ୍ରିୟ ସ୍ତରରେ ଇନ୍ଦ୍ରିୟଙ୍କର ସ୍ୱରୂପ ଭିନ୍ନ ଅଛି। ଆଖିଟା କାନଠାରୁ ଦେଖିବା ପାଇଁ ଅଲଗା, କାନଟା ନାକଠାରୁ ଦେଖିବା ପାଇଁ ଅଲଗା, ଅଲଗା ହଁ ନାକଟା ଜିଭଠାରୁ ଦେଖିବା ପାଇଁ ଅଲଗା, ଆଉ ଅଲଗା ଆଙ୍କ ବୃତ୍ତି ବି ଅଲଗା। ଅଲଗା ଅଲଗା ଚାଖିବାଟା ଦେଖିବାଟାରୁ ଭିନ୍ନ ଭୌତିକ ସ୍ତରରେ, କିନ୍ତୁ ଆନ୍ତରିକ ସ୍ତରରେ ଚାଖିବା ଯେମିତି ଗୋଟେ ଅନୁଭବ, ଦେଖିବା ସେମିତି ଗୋଟେ ଅନୁଭବ, ଶୁଣିବା ସେମିତି ଗୋଟେ ଅନୁଭବ, ସ୍ପର୍ଶ କରିବା ବି ସେମିତି ଏକ ଏମିତି ଅନୁଭବ ଗୋଟେ ହିଁ। ଅନୁଭବ ବୁଝିପାରୁଛନ୍ତି? ତ ଆଜ୍ଞା ଅନୁଭବ, ଇନ୍ଦ୍ରିୟଙ୍କର ଅନୁଭବ ବି ଅନୁଭବ, ସ୍ୱପ୍ନ ବି ଆଜ୍ଞା ଅନୁଭବ। ଇଏ ସବୁ ଅନୁଭବ ମନର ସ୍ତରରେ। ଆମେ ଆଜ୍ଞା କଥା ହଉଥିଲେ, ମନକୁ ପରଖୁଥିଲେ। ମନକୁ ଯେତେବେଳେ ପରଖିବା, ମନର ଊର୍ଦ୍ଧ୍ୱକୁ ଯିବା ପାଇଁ ଚେଷ୍ଟା କରିବା। ଆଜ୍ଞା ଯଦିଓ ଏକଥା ସତ୍ୟ, ମନ ଥିଲେ ବି ମୁଁ ଅଛି, ମନ ନଥିଲେ ବି ମୁଁ ଅଛି। ମୁଁ ତାର ପ୍ରମାଣ ଆମେ ଟିକେ ପୂର୍ବରୁ ସୁଷୁପ୍ତି କଥା ଚର୍ଚ୍ଚା ହେଇକରି ବୁଝିପାରିଥିଲେ। ରାତିରେ ଆଜ୍ଞା ଶୋଇ ପଡୁଛେ, ଇନ୍ଦ୍ରିୟ ଅନ୍ତର୍ମୁଖୀ ହେଉଛନ୍ତି, ଭୌତିକ ସଂସାର ଉଭେଇ ଯାଉଛି, ଅଦୃଶ୍ୟ ହେଇଯାଉଛି। ସ୍ୱପ୍ନ ସଂସାର ବି ଧୀରେ ଧୀରେ ଅଦୃଶ୍ୟ ହେଇଯାଉଛି। ମୁଁ ସୁଷୁପ୍ତି ଆଜ୍ଞା ଅବସ୍ଥାକୁ ପଳାଉଛି। ସୁଷୁପ୍ତି ଅବସ୍ଥାକୁ ଯଦି ମୁଁ ପଳାଉଛି, ସୁଷୁପ୍ତି ଅବସ୍ଥାରେ ମୁଁ ଅଛି, କିନ୍ତୁ ମନ ନାହିଁ, ଇନ୍ଦ୍ରିୟଙ୍କ ଆଜ୍ଞା ଅନୁଭବ ନାହିଁ, ଭୌତିକ ସଂସାର ନାହିଁ। ତାହେଲେ ମୁଁ ମନର ଊର୍ଦ୍ଧ୍ୱରେ ଅଛି, ଆଜ୍ଞା ମନକୁ ମୁଁ ଦେଖୁଛି। ଆଜ୍ଞା ମୁଁ ଯଦି ଅଛି, ମୁଁ କେମିତି ଅଛି, ମୁଁ କୋଉଠି ଅଛି? ଫେର ଆଉ ଥରେ ଆପଣଙ୍କୁ ଶାସ୍ତ୍ରକୁ ପଢିବାକୁ ପଡିବ, ଆଜ୍ଞା ଉପନିଷଦକୁ ପଢିବାକୁ ପଡିବ। ଉପନିଷଦର ଅର୍ଥ କଣ ବୁଝନ୍ତୁ? ଆଜ୍ଞା ଉପ ଯୁକ୍ତ ନି ଯୁକ୍ତ ଶଦ। ବୁଝିପାରିଲେ? ଉପ ମାନେ ଆଜ୍ଞା ଅତି ପାଖ ଜିନିଷକୁ ଚିହ୍ନିବା, ଅତି ଚିହ୍ନିବା ପାଖରେ ବସିବା କହିପାରିବା, କିମ୍ବା ଅତି ପାଖ ଜିନିଷକୁ ଚିହ୍ନିବା କହିପାରିବା। ଅତି ଆଜ୍ଞା ପାଖ ଜିନିଷକୁ ଚିହ୍ନିବା ମାନେ କଣ? ଦେଖନ୍ତୁ, ମୋ ପାଖରେ, ମୋର ଅତି ପାଖରେ ବାହାରେ କଣ ଦେଖାଯାଉଛି? ମୋ ନିଜ ଶରୀରଟା। ହଁ ଦେଖ ବୁଝିପାରୁଛନ୍ତି? ଅତି ପାଖରେ ମୋର ମୋ ଶରୀରଟା ଦେଖାଯାଉଛି। ମୋ ଶରୀରଠୁ ଆହୁରି ଅତି ପାଖରେ କଣ ଦେଖାଯାଉଛି? ମୋ ବିଚାର ଦେଖାଯାଉଛି। ହୁଁ ବିଚାର, ଆଜ୍ଞା ଭାବେନା, ଭଲ ଲାଗିଲା, ଖରାପ ଲାଗିଲା, ଏ ବ୍ୟକ୍ତିଙ୍କ ସାଙ୍ଗରେ କଥା ହେଇକିରି ମୁଁ ଚିଡ଼ିଲି। ଚିଡ଼ିଲି ମାନେ କଣ? ଚିଡ଼ିକି ମୁଁ ଅନୁଭବ କରିପାରୁଛି। ଦେଖିବା ଆଜ୍ଞା ମାନେ କେବଳ ଆଖି ଦ୍ୱାରା ନୁହଁ। ଟିକେ ପୂର୍ବରୁ ଆମେ କଥା ହେଇଥିଲେ, ଅନୁଭବ ବି, ଅନୁଭବ ଦେଖିବା ଯେମିତି ଗୋଟେ ଅନୁଭବ, ଅନୁଭବ କରିବା, ମନନ କରିବା, ଚିନ୍ତନ କରିବା ବି ଅନୁଭବ ହିଁ। ଟିକେ ପୂର୍ବରୁ ଆଜ୍ଞା ଆମେ ବୁଝି ସାରିଛେ ସେ କଥାକୁ। ସେ ଗଭୀର କଥାକୁ ନେଇକରି ଏଠି ତର୍ଜମା କରନ୍ତୁ। ଅତି କତିରେ କିଏ ଅଛି? ପ୍ରଥମେ ଆମେ ସ୍ଥୂଳ ଶରୀରକୁ ଦେଖିଲେ, ତାପରେ ଅତି କତିର ଇନ୍ଦ୍ରିୟ, ତାପରେ ଅତି କତିରେ ମନ, ତାପରେ ଯୋଉ ଆମେ ଟିକେ ପୂର୍ବରୁ ଚର୍ଚ୍ଚା ହଉଥିଲେ, ଆହୁରି ଅତି କତିରେ ଗୋଟେ କିଏ ଅଛି, ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରିବାକୁ ପଡିବ। ଗୋଟେ ଲହଡିର ଅତି କତିରେ କିଏ ଅଛି? ପାଣି ଅଛି। ଆଜ୍ଞା ଆଜ୍ଞା ଧରିପାରୁଛନ୍ତି? ହଁ 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 ନିଶ୍ଚୟ ଗୋଟେ ବଡ ଲହଡିଟେ, ଲହଡି ଭାବି ନିଅନ୍ତୁ ବାହାରକୁ ଦେଖୁଛି। ଲହଡି ବାହାରକୁ ଦେଖୁଛି, ବହୁତ ଲହଡି ଅଛନ୍ତି ସମୁଦ୍ରରେ। ଲହଡି ବୁଝିପାରିଲେ ସର୍ବପ୍ରଥମେ? ୱେଭ୍। ଦେଖନ୍ତୁ, ସମୁଦ୍ର ଦେଖିଛନ୍ତି? ହ୍ୟାଲୋ ସାର୍, ହ୍ୟାଲୋ। ହଁ ଆଜ୍ଞା କୁହନ୍ତୁ ସମୁଦ୍ର ଦେଖିଛନ୍ତି ନା ନାଇଁ? ହଁ ଦେଖିଛି ଆଜ୍ଞା, ମୁଁ ଯାଇଛି। ସମୁଦ୍ର ଭିତରେ ବିଭିନ୍ନ ଲହଡି ଉଠୁଥାଏ। ପାଣିର ଯୋଉ ତରଙ୍ଗକୁ ମୁଁ ଲହଡି କହୁଛି। ପାଣିର ଯୋଉ ଉଚ୍ଚ ସ୍ଥିତି, ନିଚ ସ୍ଥିତି, ଯୋଉ ପାଣି ବାଡେଇ ହିଁ ଯୋଉ ତା ହଁ ଢେଉ ହଁ ଆସୁଥାଏ। ଲହଡ଼ି ଲହଡ଼ି କହିଲେ ବୁଝିଲେ ଆଜ୍ଞା ବୁଝିପାରିଲେ? ଏବେ ସେ ଆଜ୍ଞା ଯୋଉ ଲହଡି
ଯେତେବେଳେ ବାହାରକୁ ଦେଖୁଛି ବିଭିନ୍ନ ଲହଡ଼ି ଦେଖାଯାଉଛି, ବିଭିନ୍ନ ପାଣିର ଆକାର ଆକୃତିକୁ ଦେଖୁଛି, କିନ୍ତୁ ହଁ ସେ ଲହଡ଼ିର ଅତି କତିରେ କିଏ ଅଛି? ଅତି କତିରେ ଆପଣ ପାଣି ହିଁ ଦେଖିବେ। ପାଣି ଅଛି। ଆଉ ଟିକେ ରୁହନ୍ତୁ, ଆଉ ଆଜ୍ଞା। ଟିକେ ଭଲ କିନି ବୁଝିବା, ଲହଡ଼ିକୁ ଛାଡ଼ି ଦିଅନ୍ତୁ। ଲହଡିକୁ ସୁନା ସୁନା ଛାଡିଦେଲେ ସୁନା ଆପଣ ଦେଖନ୍ତୁ, ସୁନାରେ ସୁନାରେ ବିଭିନ୍ନ ଅଳଙ୍କାର ତିଆରି ହେଇଛି। ସୁନା ଦେହରେ କାନ ଫୁଲ ତିଆରି ହେଇଛି, ସୁନା ଦେହରେ ବ୍ରେସଲେଟ୍ ତିଆରି ହେଇଛି, ଗଳାର ହାର ତିଆରି ହେଇଛି, ଚେନ୍ ତିଆରି ଆଜ୍ଞା ହେଇଛି, ଆଜ୍ଞା ଆଜ୍ଞା ବୁଝିପାରୁଛନ୍ତି? କିନ୍ତୁ ହୁଁ ସୁନାରେ ତତ୍ଵ କଣ ବୁଝିପାରୁଛନ୍ତି? କଣ କହିଲେ ଆଜ୍ଞା? ସୁନାର ଅଳଙ୍କାରର ତତ୍ଵ କଣ? ସୁନାର ଅଳଙ୍କାର ଅଳଙ୍କାରର ତତ୍ଵ ଆଧାର କଣ? କାହା ଧିଏରେ ଅଳଙ୍କାର ଆକାର ନେଇଛି, କାହା ମାଧ୍ୟମରେ ମୁଦି ଏକ ଆକାର ନେଇଛି, କାହାର ଆଧାରରେ ଏକ ଶଙ୍ଖା, ଏକ ବ୍ରେସଲେଟ୍ ଚେନ୍ ଆକାର ନେଇଛି, ସୁନା ମାଧ୍ୟମରେ। ଆଜ୍ଞା ଧରି ପାରୁଛନ୍ତି ନା ନାଇଁ? ହଁ ହଁ ଗୋଟେ ମାନେ ହାରକୁ ଆମେ ତରଳେଇ ଦେଲେ ସେ ହାରଟା କଣ ହବ? ସୁନା ହେଇଯିବ। ଆଜ୍ଞା ଗୋଟେ ମୁଦିକୁ ସୁନା ହେଇଯିବ। ତରଳେଇ ଦେଲେ କଣ ହବ? ସୁନା ହେଇଯିବ। ସୁନା ହେଇଯିବ, ତାକୁ ଆକୃତି ଦେଲେ ସିଏ ଅଲଗା ଆକାର ବାସ୍, ବନିଯିବ। ଆକାର ଆକୃତିରେ ଭିନ୍ନତା ଅଛି, କିନ୍ତୁ ହଁ ତରଳେଇ ଦେଲେ ସେ ଫେର ଆଉଥରେ ସେ ସୁନା ହେଇଯିବ। ସୁନା ହେଇଯିବ। ଗୋଟେ ଯେପରି ମୁଦିଟାକୁ କାନ ଫୁଲଟାକୁ ବେକର ହାରଟାକୁ ଯାହାବି ସୁନାରେ ତିଆରି ହେଇଥିବା ପ୍ରତ୍ୟେକ ଅଳଙ୍କାରକୁ ଯେତେବେଳେ ଆମେ ତରଳେଇ ଦଉଛେ, ହୁଁ, ତତ୍ଵରେ ସେ ସୁନା ହେଇଯାଉଛି। ଆଜ୍ଞା ଆଜ୍ଞା ମାନେ ଏଠି ଗୋଟେ କଥା ଆମେ ବୁଝିବା ଦରକାର, ଆକାର ନିତ୍ୟ ନୁହେଁ, ଆକାର ହଁ ହଁ ପରିବର୍ତ୍ତନ ହବ। ଆଜ୍ଞା ଆଜ୍ଞା ଧରି ସେଇଟା ପାରୁଛନ୍ତି? ବହୁତ ଗଭୀର ହଁ କଥା, ଆଜ୍ଞା ଏଇଠୁ ଆମର ଚର୍ଚ୍ଚା ହବ, ସେଇଟା ଏଇଠୁ ଯେମିତି ଧ୍ୟାନ ଦେଇ ଆଜ୍ଞା ଶୁଣନ୍ତୁ। ଆଜ୍ଞା ଆଜ୍ଞା ହଁ ଶୁଣନ୍ତୁ, ଏଇଠୁ ଧ୍ୟାନ ଦେଇ ଶୁଣନ୍ତୁ। ଆଜ୍ଞା ସୁନାର ଯେମିତି ଆକାର ପରିବର୍ତ୍ତନ ହେଇଯାଉଛି, ଭାବି ନିଅନ୍ତୁ ଆପଣଙ୍କର ଆପଣଙ୍କର କାହାର ଭାଣିଜୀ ବାହାଘର ଅଛି। ଆଜ୍ଞା ଭାଣିଜୀ ବାହାଘରକୁ ଆପଣ ଗୋଟେ ହାର ଦବା ପାଇଁ ଚାହୁଁଛନ୍ତି। ହାର ହଁ ଦେବା ପାଇଁ ଚାହୁଁଛନ୍ତି, ଆପଣଙ୍କ ପାଖରେ ପଇସା ପତ୍ର ନାହିଁ, କିନ୍ତୁ ଘରେ ପୁଳାଏ ସୁନା ଅଛି। ଆପଣ କଣ କଲେ? ଆଜ୍ଞା କହିଲେ ବାହାରୁ କିଣିବା କାହିଁକି, ବହୁତ ରେଟ୍ ଅଛି, ଗୋଟେ କାମ କରିବା, ଆଉ ଘରେ ଯୋଉ ସୁନା ଅଛି ଆପଣ ତିଆରି ହଁ କରିବେ। ମିସେସ୍ଙ୍କର ଗୋଟେ ଛୋଟ ହାର ଅଛି, ଆପଣଙ୍କର ଗୋଟେ ଚେନ୍ ଅଛି, ଗୋଟେ ମୁଦିଟେ ଅଛି, ଗୋଟେ ଶଙ୍ଖା ଦିପଟ ଅଛି, ଏ ସବୁ ଜିନିଷ ନେଇକରି ବଣିଆଙ୍କୁ ଦେଲେ, କହିଲେ ମହାଶୟ ଆଜ୍ଞା ଆକୁ ସବୁ ମିଶେଇକିରି ମତେ ଏଇପରିକା ହାର ଗୋଟେ ଦରକାର। ସିଏ କଣ ଆଜ୍ଞା କରିବେ? ତାକୁ ସବୁ ତରଳେଇ ଦେଲେ, ଆଜ୍ଞା ହାର କରିଦେଲେ। ଆଜ୍ଞା ମାନେ କଣ? ଏ ଯୋଉ ମୁଦି ଥିଲା ସିଏ ବି ହାର ହେଇଗଲା, ହଁ ଶଙ୍ଖା ହାରିଗଲା ଥିଲା ବି ହାର ହେଇଗଲା, ବ୍ରେସଲେଟ୍ ଆଜ୍ଞା ଥିଲା ବି ହାର ହେଇଗଲା, ଆପଣଙ୍କ ଚେନ୍ ବି ହାର ହେଇଗଲା, ଆଜ୍ଞା ଆଜ୍ଞା ପରିବର୍ତ୍ତନ ହେଇଗଲା। ସୁନା ପରିବର୍ତ୍ତନ ହେଲେ ପରିବର୍ତ୍ତନ ଗୋଟେ ହେଲା ହେଇଗଲା। କି? ସୁନା ପରିବର୍ତ୍ତନ ହେଇନି, ହେଇନି। ଖାଲି ଆକାର ଆକୃତି ବଦଳିଲା। ଆକାର ଆକୃତି ପରିବର୍ତ୍ତନ ହେଇଗଲା। ଆଜ୍ଞା ତ ଏ ଯୋଉ ସଂସାରର ଯେମିତି ସୁନା ସେଠି ଆଧାର, ପ୍ରତ୍ୟେକ ଅଳଙ୍କାରର ଆଧାର ହେଲା ସୁନା। ସୁନା ଆଜ୍ଞା ହିଁ କାନ ଫୁଲ ରୂପରେ, ମୁଦି ରୂପରେ, ବ୍ରେସଲେଟ୍ ରୂପରେ, ହାର ରୂପରେ, ସୁନା ବିଭିନ୍ନ ଆକାର ଆକୃତି ନେଲେ ମଧ୍ୟ ସୁନା ଆକାର ଠାରୁ ଭିନ୍ନ ଅଛି। ସୁନା ହଁ ନିତ୍ୟ ପଦାର୍ଥ। ଆପଣଙ୍କୁ ହଁ ଯଦିଓ ସୁନାକୁ ଚିହ୍ନିବାକୁ ପଡ଼ିବ, ଅଳଙ୍କାରର ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ, ଅଳଙ୍କାରର ଆଧାରକୁ ଚିହ୍ନିବାକୁ ପଡ଼ିବ। ମୁଦିଟା ଆଜ୍ଞା କେମିତି ତିଆରି ହେଇଛି? ମୁଦିର ଆଧାର କିଏ? ସୁନା। ଗୋଟେ ସୁନା ବ୍ରେସଲେଟ୍ଟା କେମିତି ତିଆରି ହେଇଛି? ବ୍ରେସଲେଟ୍ର ଆଧାର କିଏ? ସୁନା। ସୁନା ହଁ ତ ସେମିତି ଏଠି ବି ଏ ଦେହର ଆଧାର କିଏ? ସଂସାରର ଆଧାର କିଏ? କୃଷ୍ଣଙ୍କର ଆଧାର କିଏ? କୃଷ୍ଣ ମାନେ ଶରୀର ରୂପକ। ଶରୀର ଶରୀର ରୂପକ ଜଗନ୍ନାଥଙ୍କର ଆଧାର କିଏ? ସେଇ ବ୍ରହ୍ମ ଜଗନ୍ନାଥ ଜଗତର ନାଥ, ଯିଏ ପ୍ରତ୍ୟେକ ଆଜ୍ଞା କଣ କଣିକାରେ ବିଦ୍ୟମାନ ଅଛନ୍ତି। କିନ୍ତୁ ଆଜ୍ଞା ଆମେ ନିର୍ମାଣ କରିଥିବା ଜଗନ୍ନାଥ ହଁ, ସୀମିତ ନା ନାହାନ୍ତି? ସେ ଜଗନ୍ନାଥଠୁ ଏ ଜଗନ୍ନାଥ ହଁ, ଭିନ୍ନ। ସେ ଜଗନ୍ନାଥ ହେଲେ ମାଧ୍ୟମ, ଏ ଅସୀମ ବ୍ରହ୍ମ ତତ୍ଵକୁ ଚିହ୍ନିବା ପାଇଁ। ଆମେ ନିର୍ମାଣ କରିଥିବା ଦେବତା ଯାହା ବି ହୁଅନ୍ତୁ, ଖରାପ ଆଜ୍ଞା ଭାବିବେନି, କଥାକୁ ନା ନା ବୁଝିବା ନା ଉଦ୍ଦେଶ୍ୟରେ ଆଜ୍ଞା ମୁଁ ବୁଝନ୍ତୁ। ସେଇଟା ସେଇ ଆଉ ଖରାପ ତତ୍ଵଟା ଭାବିଲେ ହିଁ କିଛି ବୁଝିବା ବୁଝିବେ ପାଇଁ ହଁ। ଚେଷ୍ଟା କରୁଛି ଆଜ୍ଞା। କାହାକୁ ଏଠି ଅପମାନିତ କରାଯାଉନି, କାହାକୁ ଭୁଲ ଆଜ୍ଞା କୁହାଯାଉନି, ଏଠି ସତ୍ୟକୁ ସେଇ କଥା ସ୍ପଷ୍ଟ ଭାବରେ ବୁଝିବା ପାଇଁ ଆମେ ଚେଷ୍ଟା କରୁଛେ। ତ ସେଇଟା ଯେକୌଣସି ଠାକୁରଙ୍କୁ ଆମେ ଆସ୍ଥାରେ ବିଶ୍ୱାସରେ ମାନିଛେ, ଆଜ୍ଞା ଆକାରରୁ ଉର୍ଦ୍ଧ୍ୱକୁ ଗଲେ ସେ ନିରାକାର ତତ୍ଵରେ ଉପନୀତ ହେଇପାରିବା। ଆଜ୍ଞା ନିରାକାରକୁ ନ ଚିହ୍ନିଲେ ଫେର ଆକାରର କୌଣସି ମୂଲ୍ୟ ନାହିଁ। ସେ କିଏ ଆମେ ବୁଝିପାରିବାନି। ଆଚ୍ଛା ମୁଦି କାହା ମାଧ୍ୟମରେ ତିଆରି ହେଇଛି? ମୁଦିକୁ ଭାଙ୍ଗିଲେ, ତା ଭିତରକୁ ଗଲେ, ତା ଭିତର ତତ୍ଵକୁ ଚିହ୍ନିଲେ ବୁଝିପାରିବା ଏଇଟା ସୁନା। ଆଜ୍ଞା ଆଜ୍ଞା ତ ସେମିତି ଇଏ ପ୍ରପଞ୍ଚ ପଞ୍ଚଭୂତର ଆଜ୍ଞା ନିର୍ମାଣ ହେଇଛି। ହଁ ପଞ୍ଚଭୂତର ଆଧାର ସେ ବ୍ରହ୍ମ। ଆଉ ସବୁଠୁ ବଡ଼ କଥା, ସବୁଠୁ ମାନେ ଅଚମ୍ବିତ କଥା, ସବୁଠାରୁ ବଡ଼ି ଆନନ୍ଦିତ କଥା, ସେ ବ୍ରହ୍ମ ଆପଣ ନିଜେ।
ଏ କଥା ଆଜ୍ଞା ମନ ଏଠି ସ୍ୱୀକାର କରିବାନି, ଏ କଥା ଏଠି ମନ ଗ୍ରହଣ କରିବାନି। କାହିଁକି? ଆମେ ନିଜକୁ ଦେହ ମାନି ନେଇଛେ। ଦେହ ମାନେ ଠିକ ଆଧ୍ୟାତ୍ମିକତାରେ ଆପଣ ଏତେ ବଡ଼ ଜିନିଷ ପାଇବେ, ଯାହାକୁ ପାଇଲେ ଆଉ କିଛି ଭୌତିକ ସଂସାରରେ ପାଇବାର ଇଚ୍ଛା ହିଁ ରହିବନି। ଆଜ୍ଞା ମନ ତୃପ୍ତ ହେଇଯିବ, ଜୀବନ ଧନ୍ୟ ହେଇଯିବ। ସେ ଯେଉଁ ଠିକ ବ୍ରହ୍ମ, ସେ ଯେଉଁ ଆତ୍ମା, ସିଏ ଏକ, ଆଉ ସିଏ ହିଁ ଆପଣ। ବୁଝିପାରୁଛନ୍ତି? ସେ ଏକରୁ ଅନେକ ହେଇକି ଲୀଳା କରୁଛନ୍ତି। ଏକରୁ ଅନେକ ହେଇନାହାନ୍ତି, ଏକରୁ ଆଜ୍ଞା ଅନେକ ନାଗୁଛନ୍ତି ମାୟାରେ। ଆଜ୍ଞା ଆଚ୍ଛା ହେଇଛନ୍ତି ଭାବି ଭାବି ସେଟା ଭୁଲ। ନାଗୁଛନ୍ତି, ଆଜ୍ଞା ଜଣଙ୍କ ଭିତରେ ପ୍ରତିଭାସିତ ହଉଛନ୍ତି। ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ସେ ନିରାକାର, ଅଲେଖ, ଅବ୍ୟକ୍ତ, ଅଣଚିହ୍ନ। ଆଜ୍ଞା ବୁଝିପାରୁଛନ୍ତି? ତ ତେଣୁକରି ଏଠି ନିରାକାରକୁ ତତ୍ଵରେ ଚିହ୍ନିବା ପାଇଁ ସାକାର ମୂର୍ତ୍ତି, ସାକାର ଫଟୋ, ସାକାର ମନ୍ତ୍ର, ସାକାର ସାଧନା, ଏସବୁ ଜିନିଷକୁ ଆମେ ମାଧ୍ୟମ କରୁଛେ। ମାଧ୍ୟମ କରିଛନ୍ତି। ବୁଝିପାରୁଛନ୍ତି? ଆମେ ଆଜ୍ଞା ଆମେ କଥା ଶୁଣିଛେ ଭଗବାନ ବିଷ୍ଣୁଙ୍କର ବାହନ କିଏ? ଗରୁଡ଼ ଗରୁଡ଼। ଗରୁଡ଼କୁ ଏଠି କାହିଁକି ତତ୍ଵରେ, ମାନେ ତତ୍ଵରେ ଯଦି ଆମେ ବୁଝିବା, ଗରୁଡ଼ ହେଲେ ପବନରେ ସିଏ ପବନ ମାଧ୍ୟମରେ ଉଡୁଛନ୍ତି। ଆଜ୍ଞା ହଁ କି ନାହିଁ? ହଁ ଗରୁଡ଼ ବହୁତ ତେଜ, ବହୁତ ସ୍ପିଡରେ ଯାଆନ୍ତି, ଆଉ ଆଜ୍ଞା ପବନରେ ଉଡ଼ନ୍ତି। ରହନ୍ତି। ଏଠି ସେମିତି ଭଗବାନ ବିଷ୍ଣୁଙ୍କ ଯେଉଁ ତତ୍ଵ ଅଛନ୍ତି, ଯେଉଁ ନିରାକାର ତତ୍ଵ ଅଛନ୍ତି, ସେ ନିରାକାର ତତ୍ଵର ଆଧାର ହେଲା ଶବ୍ଦ ବ୍ରହ୍ମ। ଆଜ୍ଞା ଶବ୍ଦ ବ୍ରହ୍ମ, ଶବ୍ଦ ବ୍ରହ୍ମର ଆଧାର କିଏ? ପବନ। ପବନ ମୋ ପାଟିରୁ ଶବ୍ଦ, ଜିଭ ଓଠ ବାଡ଼େଇ ହେଇକିରି କଣ୍ଠରୁ କିଛି ପବନ ବାହାରିକିରି, ସେ ପବନଟା ଜିଭରେ ଓଠରେ ବାଡ଼େଇ ହେଇକିରି ଧ୍ୱନି ଉତ୍ପନ୍ନ ହେଉଛି, ଯାହାକୁ ଆମେ ଭାଷା ଉତ୍ପନ୍ନ କହୁଛେ। ଆଜ୍ଞା ଏ ଆଜ୍ଞା ଭାଷା ଠିକ ପବନ ମାଧ୍ୟମରେ ଆପଣଙ୍କ କର୍ଣ୍ଣ ପାଖରେ ପହଞ୍ଚୁଛି। ହଁ ନିଶ୍ଚିତ ତ ନିରାକାର ବ୍ରହ୍ମଙ୍କର ବାହନ ହେଲା ସାକାର ଶବ୍ଦ ବ୍ରହ୍ମ, ସାକାର ମନ୍ତ୍ର ବ୍ରହ୍ମ, ସାକାର ଉପାସନା ବ୍ରହ୍ମ। ବ୍ରହ୍ମ ବୁଝିପାରୁଛନ୍ତି? ଯେମିତି ଗରୁଡ଼ ଆଜ୍ଞା ସେଠି ତାଙ୍କ ବାହନ, ଏଠି ସେମିତି ଶବ୍ଦ ବ୍ରହ୍ମ। ଏ ଯେଉଁ ମୁଁ ଯେଉଁ କଥାକୁ କହୁଛି ଶବ୍ଦ ମାଧ୍ୟମରେ, ଯେଉଁ ବାଣୀକୁ ଆଜ୍ଞା ଉଚ୍ଚାରଣ କରୁଛି, ଯେଉଁ ଆଜ୍ଞା ତତ୍ଵକୁ ବ୍ୟାଖ୍ୟା କରୁଛି, ଇଏ ହେଲେ ଶବ୍ଦ ବ୍ରହ୍ମ, ଏଇ ହିଁ ଗରୁଡ଼। ବୁଝିପାରୁଛନ୍ତି? ଆଚ୍ଛା ତେଣୁକରି ଏଠି ବୁଝିଲି ଉପାସନାର ଗଭୀରତାକୁ ଯଦି ଆମେ ବୁଝିପାରିବା, ଏ ସବୁ କଥାର ସ୍ପଷ୍ଟତାକୁ ଯଦି ଆମେ ଚିହ୍ନିପାରିବା, ଆମେ ଏ କଥାକୁ ବୁଝିପାରିବା ନିରାକାର ସାକାର ଏକ, ଦୁଇ ନାହାନ୍ତି। ଆଜ୍ଞା ସୁନା ଆଜ୍ଞା ଧିଏରେ ଅଳଙ୍କାର ତିଆରି ହେଇଛି, ଅଳଙ୍କାର ବି ସୁନା। ହଁ ହଁ ନିଶ୍ଚିନ୍ତ ଅଳଙ୍କାର ସୁନା ଠାରୁ ଅଲଗା ନୁହେଁ, କିନ୍ତୁ ଆଜ୍ଞା ସୁନା ଗୋଟେ ଆକାର ନେଇଛି। ହଁ ଆମେ ହଁ ଆକାରକୁ ନ ଭାଙ୍ଗିକିରି ଆକାର ଭିତରକୁ ନ ଗଲେ ଆମେ ସୁନାକୁ ଚିହ୍ନି ପାରିବାନି। ହଁ ଅଳଙ୍କାରରେ ବୁଲୁଥିବା, ହଁ ଅଳଙ୍କାରରେ ଭିନ୍ନତା ଅଛି, ଭେଦ ଅଛି, ଅଳଙ୍କାରରେ ମାୟା ଅଛି। ଏ କଥାକୁ ଭଲ ଆଜ୍ଞା କିନି ବୁଝନ୍ତୁ। ହଁ ଅଳଙ୍କାରରେ ହଁ ହାରଟା ମୁଦିଠାରୁ ଅଲଗା ଦେଖାଯାଉଛି, ହଁ ସେ ମାୟା ଦୃଶ୍ୟରେ ଆଜ୍ଞା ଅଲଗା ଅଛି, ତା ଆଜ୍ଞା ମୂଲ୍ୟରେ ବି ଅଲଗା ଅଲଗା ଅଛି। ମୁଦିଟା ଆଜ୍ଞା ଆଜ୍ଞା ଏତିକି ଗ୍ରାମ, ହାରଟା ସେତିକି ଗ୍ରାମ। ମୁଦିଟା ହଁ ଅଧିକ ପଇସା ହବନି, ହାରଟା ଅଧିକ ପଇସା ହବ। ଧରି ପାରୁଛନ୍ତି କଥାକୁ? ହଁ ତ ହଁ ମାୟାରେ ନିଶ୍ଚିତ ଭିନ୍ନତା ଅଛି, ଭେଦ ଭିନ୍ନତା ଅଛି। ଅଛି ଆଜ୍ଞା ମାୟାର ତତ୍ଵକୁ ଗଲେ ଆପଣ ବୁଝିପାରିବେ ମୁଦି ବି ସୁନା, ହାର ବି ସୁନା। ସୁନା ତ ସେମିତି ଏଠି ସାକାର ରୂପକ ଭୌତିକ ପୂଜାରେ ହିଁ ଯଦି ରହିଯିବେ, ନିରାକାର ତତ୍ଵ ପାଖରେ ଯଦି ନ ପହଞ୍ଚି ପାରିବେ, ସାଧନା ବୃଥା। ଆଜ୍ଞା ଆଜ୍ଞା ସେଇ କଥା ମୁଁ ବୁଝିବା ପାଇଁ ସାଧନାରେ ଯେମିତି ସେଠି ଭେଦ ଥିଲା, ଏଠି ବି ଆଜ୍ଞା ସେମିତି ସାକାର ତତ୍ଵରେ ଆମେ ଭେଦଭାବ କରିବା। ମୋ ଠାକୁର ବଡ଼, ତମ ଠାକୁର ଛୋଟ, ହଁ ମୋ ସେଇ ଠାକୁର କଥା ଠିକ, ତମ ସେଇ ଠାକୁର କଥା ଭୁଲ। ମୂଳ ଆଜ୍ଞା ସେଇ କଥା ମୂଳ ଏଇ ମାନେ ଅଜ୍ଞାନତାରେ ତ ସବୁ ଧାର୍ମିକ ଝଗଡା ଯେତିକ ବି ହଉଛି, ଆଜ୍ଞା ସେଇ ଏଇ କଥା ମୁଁ କାଲି ଅଜ୍ଞାନତାରେ କହିଥିଲି ହଉଛି, ଏ ମୂର୍ଖତାରେ ହଉଛି। ଆଜ୍ଞା ଆଜ୍ଞା ମୋର ତୋର ଠାକୁର କେମିତି? ଠାକୁର ତ ଏକ, ଯିଏ ଆଜ୍ଞା ମାନିଲା ତାର। କୋଉଠି ମୋର ଆଜ୍ଞା କୋଉଠି ତୋର? ମୋର କଣ ମୁଁ ତାଙ୍କୁ କିଣିଦେଲି, ରେଜିଷ୍ଟ୍ରେସନ କରିଦେଲି? ମୁଁ ତାଙ୍କୁ ଡବାରେ ଆଜ୍ଞା ପ୍ୟାକ୍ କରି ମୋ ଘରକୁ ଘିତି ଆଣିଲି? ସେ ଆଲ୍ଲାହ କୁହନ୍ତୁ, ଜିଜେସ୍ କୁହନ୍ତୁ, ଈଶ୍ୱର କୁହନ୍ତୁ, ବ୍ରହ୍ମ କୁହନ୍ତୁ, ଯିଏ ବି କୁହନ୍ତୁ, ଯୋଉ ନାଁରେ ଆଜ୍ଞା ବି, ପାଣିକୁ ଆମେ ବିଭିନ୍ନ ନାଁରେ ଡାକୁଛେ। ପାଣିକୁ ଜଳ କହୁଛେ, ତାନି, ବେଲମ, ନୀଲୁ, ଅମ୍ବୁଜ, ତୋୟ, ହଁ H2O, ବିଭିନ୍ନ କେତେ ନାଁରେ ଆମେ ଆଜ୍ଞା ନା ଦଉଛେ, କିନ୍ତୁ ପାଣି ତତ୍ଵରେ ଏକ। ଏକ ସେମିତି ଉପାସନା ବିଧିରେ କିଏ ଆଲ୍ଲାହ କହିକିରି ନିରାକାର ରୂପରେ ଉପାସନା କଲେ, କିଏ ଜିଜେସ୍ କହିକିରି ଗୋଟେ ସନ୍ଥଙ୍କୁ ଉପାସନା କଲେ, କିଏ କୃଷ୍ଣ କହିକିରି ଶରୀରକୁ ଉପାସନା କଲେ, କିଏ ବ୍ରହ୍ମ ଆଜ୍ଞା କହିକିରି ନିରାକାରକୁ ଉପାସନା କଲେ। କିନ୍ତୁ ଯେତେବେଳେ ଆପଣ ଏ ସତ୍ୟକୁ ବୁଝିଯିବେ,
ମନର ଆଜ୍ଞା ସ୍ପଷ୍ଟତା ଆସିଯିବ। ଆପଣ ବୁଝିପାରିବେ ଅଳଙ୍କାର ହିଁ ସୁନା, ସୁନା ହେଲା ତତ୍ଵ, ଆଜ୍ଞା ସେ ନିରାକାର ହେଲା ସତ୍ୟ। ସାକାର ନିତ୍ୟ ନୁହେଁ, ସାକାର ଅନିତ୍ୟ। ଆଜ୍ଞା ଆକାର ପରିବର୍ତ୍ତନ ହେଇଯିବ, ସ୍ୱରୂପ ପରିବର୍ତ୍ତନ ହେଇଯିବ। ଇଏ ହଁ ପରିବର୍ତ୍ତନଶୀଳ ଏ ସଂସାରରେ, ଏ ପରିବର୍ତ୍ତନଶୀଳ ଏ ଶରୀରକୁ, ଏ ଶରୀର ସଂସାରର ଯିଏ ଆଧାର, ତାଙ୍କୁ ଚିହ୍ନିବା ପାଇଁ ପ୍ରୟାସ କରୁଛନ୍ତି, ତାଙ୍କୁ ଆଜ୍ଞା ବୁଝିବା ପାଇଁ ପ୍ରୟାସ କରୁଛନ୍ତି। ଯେତେବେଳେ ତାଙ୍କୁ ବୁଝିଯିବେ, ତାଙ୍କୁ ଚିହ୍ନିଯିବେ, ଏ କଥା ମନରେ ବିଲକୁଲ ସ୍ପଷ୍ଟତା ଆସିଯିବ। ମୁଁ ନିତ୍ୟ ପଦାର୍ଥ, ମୁଁ ଆନନ୍ଦର ସ୍ୱରୂପ, ମୁଁ ଆଜ୍ଞା ସଂସାର ଶରୀରର ଆଧାର। ମୋ ଭିତରେ ଏ ସଂସାର ପ୍ରତିବିମ୍ବିତ ହେଉଛି, ମୋ ଭିତରେ ଏ ବିଶ୍ୱ, ସାରା ବିଶ୍ୱ ମୋ ଭିତରେ ପରିଚାଳନା ହେଉଛି। ମୁଁ ଆଧାର, ମୁଁ ମାନେ ମୋ ଜାଗାରେ ମୁଁ, ଆପଣ ଜାଗାରେ ଆପଣ। ମୁଁ ଏଠି ଫେରେ ଦେହକୁ ବୁଝିବେନି ମୁଁ ବୋଲିକିରି। ନା ନା ମୁଁ ସେ ଯେଉଁ ନିରାକାର ତତ୍ଵ, ମନର ଯେଉଁ ଆଜ୍ଞା ଦ୍ରଷ୍ଟା। ଟିକେ ପୂର୍ବରୁ ଆମେ ମନ ଯାଇ ପହଞ୍ଚିଥିଲେ, ମନ ପରେ ଆମେ ମନର ଆଧାରକୁ ବୁଝୁଥିଲେ ବ୍ରହ୍ମକୁ। ସେ ସ୍ତରରେ ମୁଁ କହୁଛି, ଆଉ ଆଜ୍ଞା ସେଇ ସ୍ତରରେ ମୁଁ ହିଁ ଆପଣ, ଆପଣ ହିଁ ମୁଁ, ଆମେ ସମସ୍ତେ। ଆଚ୍ଛା ଦେଖନ୍ତୁ, ଆମେ ଯେଉଁ କଥା ହେଉଥିଲେ ନିରାକାର କଥା, ହଁ ଆଜ୍ଞା ସାଧନାରେ ନିରାକାରକୁ ଚିହ୍ନିବା କେମିତି? ତାହେଲେ ଯାହାର ଆକାର ନାହିଁ ଚିହ୍ନିବା କେମିତି? ତାକୁ ଚିହ୍ନିବା ପାଇଁ ହେଲେ ଅନ୍ତର୍ଯାତ୍ରା କରିବାକୁ ପଡ଼ିବ। ଅନ୍ତର୍ଯାତ୍ରା ଆଜ୍ଞା କରିବା କେମିତି? ଇନ୍ଦ୍ରିୟଙ୍କୁ ସର୍ବପ୍ରଥମେ ନିୟନ୍ତ୍ରିତ ରଖିବାକୁ ପଡ଼ିବ। ତାର ଆଜ୍ଞା ବିଧି ଅଛି। ଯମ ନିୟମକୁ ଆଚରଣ କରିବା, ଆସନ ହଁ ପ୍ରାଣାୟାମକୁ କରିବା, ତାପରେ ଧୀରେ ଧୀରେ ପ୍ରତ୍ୟାହାର ଘଟିତ ହେବ। ପ୍ରତ୍ୟାହାର ଆଜ୍ଞା ଘଟିତ ହେଲେ ଇନ୍ଦ୍ରିୟ ନିୟନ୍ତ୍ରିତ ହେଇଯିବେ, ମନ ଆଜ୍ଞା ନିୟନ୍ତ୍ରିତ ହେଇଯିବ। ମନ ଇନ୍ଦ୍ରିୟ ଆଜ୍ଞା ଯେତେବେଳେ ନିୟନ୍ତ୍ରଣ ହେବେ, ଧାରଣା କରିପାରିବା। ଧାରଣା ହୁଁ ମାଧ୍ୟମରେ ଧ୍ୟାନସ୍ଥ ହେଇପାରିବା। ଧ୍ୟାନସ୍ଥ ହେଲା ପରେ ସମାଧି ଘଟିତ ହେବ। ସମାଧି ଆଜ୍ଞା ଘଟିତ ହେଲା ପରେ ସେ ନିରାକାର ସତ୍ତା ସାଙ୍ଗରେ ଏକ ହେଇଯିବା। ଏଇଟା ଆଜ୍ଞା ସାଧନାର ବିଧି। କିନ୍ତୁ ବହିର୍ମୁଖୀ ସାଧନାରେ, ବହିର୍ମୁଖୀ ଉପାସନାରେ ଆମ ମନ ଭିତରେ ବିଭିନ୍ନ ବିଚାର ଆସୁଥାଏ, ସକାମ ଭକ୍ତି ଜାଗୃତ ହୋଇଥାଏ। ଈଶ୍ୱର ଉପାସନାରେ ଈଶ୍ୱର ପ୍ରାପ୍ତି ନୁହଁ, ଈଶ୍ୱରଙ୍କ ଠାରୁ କିଛି ପାଇବାର ଆଶା ଅଭିଳାଷ ମନ ଭିତରେ ଜାଗୃତ ହୋଇଥାଏ, ଯାହା ଫଳରେ ସାଧନାରେ ସେସବୁ ଜିନିଷ ବାଧାବିଘ୍ନ ହୋଇଥାଏ। ତ ଟିକେ ପ୍ରଥମେ ଆମେ ଯେଉଁ ଆଜ୍ଞା ବୁଝୁଥିଲେ। ଯଦି ଆମେ ଈଶ୍ୱରଙ୍କୁ ଯଦି ପାଇବା ପାଇଁ ଇଚ୍ଛା କରିବା ହୁଁ, ତାହେଲେ ହବ, ହଁ, ହେଲେ ନା ଈଶ୍ୱରଙ୍କୁ ଠାରୁ ଯଦି ସେ ପାଇବା ଅଜ୍ଞାନ ପାଇଁ ଆଶା କରିବା, ସେଠି ଅଜ୍ଞାନତା ମାୟାରେ ପଡିଯିବା। ବି ଆଜିକାଲି କ'ଣ ପ୍ରଚାର କରୁଛି ବୁଝିପାରୁଛନ୍ତି? ଈଶ୍ୱରଙ୍କୁ ପାଇବା ପାଇଁ ତ ପ୍ରଚାର କରୁନି। ଈଶ୍ୱରଙ୍କ ଠାରୁ ଆଜ୍ଞା ପାଇବା ପାଇଁ ପ୍ରଚାର କରୁଛି। ଏ ପୂଜା କର ସେଇଟା ମିଳିବ, ସେ ପୂଜା କର ହଁ ଏଇଟା ହଁ ମିଳିବ। ରାଶିଫଳ, ବାସ୍ତୁଦୋଷ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ଏସବୁ କ'ଣ ପ୍ରଚାର ଚାଲିଛି? ଈଶ୍ୱରଙ୍କୁ ପାଇବା ପାଇଁ ବହୁତ କମ ପ୍ରଚାର ଚାଲିଛି। ଏମିତି ଈଶ୍ୱରଙ୍କ ଲାଗୁଛି ତ ଗୋଟେ ସେଇ ସବୁ ଜିନିଷ ଦେଖିକିରି ଆଜ୍ଞା ବୁଝିପାରୁଛନ୍ତି? ତ ଏଠି ନିରାକାର ସାଙ୍ଗରେ ସମାହିତ ହବା ପାଇଁ ଆମକୁ ଅନ୍ତର୍ଯାତ୍ରା କଲେ ହିଁ, ସାଧନାର ସଠିକ ବିଧିକୁ କଲେ ହିଁ, ସଠିକ ଆଚରଣ କଲେ ହିଁ ଯାଇକି ଆମେ ସେ ନିରାକାର ସାଙ୍ଗରେ ସମାହିତ ହେଇକରି ନିରାକାର ତତ୍ଵକୁ ବୁଝିପାରିବା, ଚିହ୍ନି ପାରିବା। ସାଧନା ସାର୍ଥକ ହବ, ନହେଲେ ସାଧନା ବୃଥା ହବ। ଆଜ୍ଞା ବୁଝିପାରୁଛନ୍ତି? ମୁଁ ତ ଯୋଉଟା କି ମୁଁ ଦ୍ୱନ୍ଦ୍ୱରେ ଥିଲି, ମାନେ ମୋର ମନଟା ଏପଟେ ସେପଟେ ହଉଥିଲା, ଆଜ୍ଞା। ଏବେ କ୍ଲିୟରଟି ମତେ ଏତେ ଆନନ୍ଦିତ ଲାଗିଲା କି ଠିକ ମୁଁ ଠିକ। ଯାହା ଇଏ କରୁଛି ଠିକ କରୁଛି କି ଭୁଲ କରୁଛି। ଆଜ୍ଞା, ଆପଣଙ୍କ ଆଜ୍ଞା ନାଁ କହିଲେ ମୁଁ ସେଭ୍ କରି ରଖିଦେବି ନମ୍ବରଟା। ଆଜ୍ଞା ନାରାୟଣ ବାରସ୍ୟା। ଆଜ୍ଞା ଠିକ। ଏକ ତ ମନରେ ଅଧିକ ନହେଲେ କିଛି ତ ସ୍ପଷ୍ଟତା ଆସିଥିବ ନା, ସାକାର କ'ଣ ନିରାକାର କ'ଣ? ନିଶ୍ଚିନ୍ତ ନିଶ୍ଚିନ୍ତ ସାର୍, ମାନେ ହଁ ମୁଁ କାଲି ଜଣେ ଯୁକ୍ତତର୍କ କଲେ ତ, ହଁ ହଁ, ସେଇଥିପାଇଁ ମୁଁ ଆପଣଙ୍କୁ ପଚାରିଲି। ଏଇଟା ଅପଲୋଡ କରିଦବା, ତାଙ୍କୁ ଦେଖେଇ ଦେବେ ଭିଡିଓକୁ। ଆଜ୍ଞା ଆଜ୍ଞା ଭଲ ଲାଗିଲା, ମୁଁ ବହୁତ ଲୋକଙ୍କ ପାଖରେ ଏଇଟା ପହଞ୍ଚୁ। ସେଇ ଯୁକ୍ତି ତର୍କ କଲେ, ମୁଁ କହିଲି ଆଜ୍ଞା ଦେଖନ୍ତୁ, ବିଷ୍ଣୁ ମୂର୍ତ୍ତି ଗୋଟେ ତିଆରି କରିବେ ସୁନାର, ଗୋଟେ କୁକୁର ମୂର୍ତ୍ତି ତିଆରି କରିବେ, ଆଜ୍ଞା ଆଜ୍ଞା କିନ୍ତୁ ଆକାର ଆକୃତିରେ ଦେଖିବେ ଆଜ୍ଞା ଆଜ୍ଞା କୁକୁର ହିଁ ଆପଣ ଦେଖିପାରିବେ, ଆଜ୍ଞା। ବିଷ୍ଣୁଙ୍କୁ ବିଷ୍ଣୁ ହିଁ ଦେଖିପାରିବେ, କିନ୍ତୁ କିନ୍ତୁ ଦେଖିବାକୁ ଗଲେ ସୁନା ଦିଟାକ ତତ୍ଵରେ ମାଟି କି ଦିଟାକ ସିମେଣ୍ଟ, ଯେଟା ଯୋଉଥିରେ ତିଆରି ହଁ କରୁଛନ୍ତି ସେଇଟା। ସେଇ ହଁ ତତ୍ଵକୁ ବୁଝନ୍ତୁ ଆଜ୍ଞା, ଏମିତି କହିଲି। ହଁ ହେଲା ହଁ। ତାହେଲେ, ଆଉ ତାହେଲେ ଜଗନ୍ନାଥ ଯିଏ, ହୁଁ ହୁଁ। ସେ ଯାଇକିରି ଆପଣ ତ ଅଲେଖ ବ୍ରହ୍ମ ବୋଲିକି ମୁଣ୍ଡିଆ ମାରିପାରିବେ। ମୁଁ କହିଲି ହଁ ଆଜ୍ଞା ମୁଣ୍ଡିଆ ମୁଣ୍ଡିଆ ମାରିପାରିବି। ମାରିପାରିବେ, ମୁଣ୍ଡିଆ କାଇଁ ମାରିବାନି? ହଁ ଆମେ ସେ ମୁଣ୍ଡିଆ କହିଲେ କି ମାରିକିରି ଆମେ ଦେଖନ୍ତୁ ଗୋଟେ କଥା, ଜଗନ୍ନାଥଙ୍କ ଆଗରେ ଯାଇ ଆପଣ ଠିଆ ହେଇଛନ୍ତି, ଆଜ୍ଞା ହାତ ଯୋଡ଼ିକି ଫଟାକ ସେ ଆଖି ବନ୍ଦ କରିଦଉଛନ୍ତି ନା ନାଇଁ? ଆଜ୍ଞା ଆଜ୍ଞା ସେଠି ଅଧିକାଂଶ ଲୋକ, ଜଗନ୍ନାଥ ନାହିଁ ନା। ଅଧିକାଂଶ ଲୋକ କେତେ ଦୂରରୁ ଯାଆନ୍ତି ଠାକୁରଙ୍କ ଦର୍ଶନ କରିବା ପାଇଁ। ଆଜ୍ଞା ଯେତେବେଳେ ଆଜ୍ଞା ଠାକୁରଙ୍କ ପାଖରେ ପହଞ୍ଚନ୍ତି, ପୁରା ଆଖିକୁ ତ ଗାଡା ଗାଡା କରିକି ମେଲେଇକିରି ଦେଖିବା କଥା। ତ ଆମେ ଦେଖିବା କଥା ହଁ। ଆଖି ବନ୍ଦ କାହିଁ କରିଦଉଛେ? ଆମ କାହିଁକି ଅଛି? ଅବଚେତନ ମନ କହୁଛି, ବାବୁରେ ଯୋଉ ବାହାରେ ଦେଖୁଛ ସେ ଭିତରେ ଅଛନ୍ତି, ଭିତରକୁ ଯାଅ, ଭିତରେ ଭିତରକୁ ଯାଅ। ଭକ୍ତି ଆଜ୍ଞା ଧାରଣା କରୁଛେ, ଭାବ ଆଜ୍ଞା ଧାରଣା କରୁଛେ। ଭାବ ଆଜ୍ଞା ଭକ୍ତି ଆମକୁ ଅନ୍ତର୍ମୁଖୀ କରୁଛି।
ଅନ୍ତର୍ମୁଖୀ ହେଇକିରି ଅନ୍ତରରେ ଥିବା ସେ ଅନ୍ତରାତ୍ମା ରୂପକ ଜଗତର ନାଥକୁ ଆମେ ଦେଖିବା ପାଇଁ ଚେଷ୍ଟା କରୁଛେ। ବୁଝିହଉଛି ନା ନାଇଁ? ଆଜ୍ଞା ଆଜ୍ଞା। ଧରି ହଉଛି ଆଉ ନା ଗୋଟେ ନାଇଁ? କଥା ହଁ। ଆଉ ଗୋଟେ କଥା ଆଜ୍ଞା, ହୁଁ। ସେ ଯୋଉ ମୁଁ କହିଲି କି ଆପଣ ପୋଟଳ ଖାଆନ୍ତୁ କି କଲରା ଖାଆନ୍ତୁ, ଆଜ୍ଞା। ଯଦି ସବଜି ହୁଁ। ତରକାରୀ ହିସାବରେ ଯଦି ଖାଇବେ ହୁଁ। ତାହେଲେ ସେ ଗୋଟିଏ, ସୁନ୍ଦର କିନ୍ତୁ ସୁନ୍ଦର ସୁନ୍ଦର। ହଁ, ରୁଚିରେ ଦେଖିଲେ ପୋଟଳ ଏମିତି ଲାଗୁଛି, କଲରା ହଁ ସେମିତି ଲାଗୁଛି, କିନ୍ତୁ ହେଲେ ଦିଟାକ ତରକାରୀ ହି ହଁ ବଢିଆ। ହୁଁ। ହେଲେ ହୁଁ। ଆପଣ ଯିଏ ତରକାରୀ ପାଖକୁ ମାନେ କଲରା ପାଖକୁ ଯିବେ, କଲରାର ଗୁଣ ଗାଇବେ। ପୋଟଳ ପାଖକୁ ଯିବେ, ପୋଟଳ କଣ ହଁ, ପିତା ଲାଗିବ, ପିତା ଯାହାକୁ ଲାଗିବ ଯୋଉଟା ଭଲ ଲାଗେ, ଯିଏ ଯାହାକୁ ଭଲ ପାଉଛନ୍ତି ସେ ତାର ଗୁଣଗାନ କରୁଛନ୍ତି, କିନ୍ତୁ କରୁଛନ୍ତି। ଦିଟାଙ୍କ ଭିତରେ ନ୍ୟୁଟ୍ରିସନ ଭ୍ୟାଲ୍ୟୁ ଅଛି, ଦିଟାକ ଆଜ୍ଞା। ପୋଷକ ପଦାର୍ଥକୁ ଯୋଗାଉଛନ୍ତି, ଦିଟାକ ପରିବାହୀ। ସେ କହିଲେ କି ନା ମାନେ ପୋଟଳ କଣ ପିତା ଲାଗିବ କି? ନା ନାଇଁ ନାଇଁ, କଲରା ଦେହରେ ଶୁଣନ୍ତୁ ଶୁଣନ୍ତୁ ପୋଟଳର ଏଠି। ଆସିବ। ମୁଁ କହିଲି ଆଜ୍ଞା, ତରକାରୀ ହଁ। ହିସାବରେ ଦେଖନ୍ତୁ, ହଁ। ଯେମିତି ସୁନାରେ ତିଆରି ବିଷ୍ଣୁ ମୂର୍ତ୍ତି ହଉ କି କୁକୁର ହଉ, ହୁଁ। ସେ ହୁଁ। କୁକୁରକୁ ଆକାର ଆକୃତି ଦେଖନ୍ତୁନି, ସୁନା ହୁଁ। ତତ୍ଵକୁ ଦେଖନ୍ତୁ, ଭାବରେ ତାହେଲେ ଆମେ ସିଏ ଗୋଟିଏ। ମାନିଛେ, ଭାବରେ କାହାକୁ ମୂର୍ତ୍ତିକୁ ଆମେ କିଛି ମାନିଛେ, ଆଉ ଆଜ୍ଞା ଭାବରେ ହିଁ ସେଇ ଠାକୁରଙ୍କ ମୂର୍ତ୍ତିକୁ ଆଉ କିଛି ମାନିଛେ। କିନ୍ତୁ ଆଜ୍ଞା ଭାବର ଉର୍ଦ୍ଧ୍ୱରେ ଯୋଉ ନିରାକାର ଅଛି, ନିରାକାରରେ ଯୋଉଠି ଆକାର ନାହିଁ ସେ ତତ୍ଵରେ ଏକ। କିନ୍ତୁ ଏଠି ଦେଖନ୍ତୁ, ଆଜ୍ଞା ଏଠି ଦେଖନ୍ତୁ, ଏସବୁ ତର୍କର ଆଧାର ହେଲା ଅଜ୍ଞାନତା। ଆଜ୍ଞା ମୁଁ ଟିକେ ପୂର୍ବରୁ ଚର୍ଚ୍ଚାର ପ୍ରାଥମିକ ସ୍ଥିତିରେ ହିଁ ମୁଁ ଆପଣଙ୍କୁ ବୁଝେଇଥିଲି, ନାନା ମୁନି ନାନା ମତ ହେଲେ ମଧ୍ୟ ଶାସ୍ତ୍ର ଏକ, ଏକ ଶାସ୍ତ୍ର ଅକାଟ୍ୟ। ଆଜ୍ଞା ଶାସ୍ତ୍ରକୁ ଆଧାର କରିକି ଯେତେବେଳେ ତର୍କ କରିବେ, ଆମେ କେତେ ସମୟ ଚର୍ଚ୍ଚା ହେଲୁ ବୁଝିପାରୁଛନ୍ତି, ଏ ଚର୍ଚ୍ଚାର ଆଜ୍ଞା ଭିତରକୁ ଗଭୀରତାକୁ ଯାଆନ୍ତୁ, ଆଜ୍ଞା ବୁଝିପାରୁଛନ୍ତି। ସେମାନେ ବାହାରେ ହିଁ ପରଖିବେ, କାରଣ ସେ ବିଚାରା ଆଜ୍ଞା ଅଜ୍ଞାନୀ, ସେ ଜାଣିନାହାନ୍ତି। ତାଙ୍କୁ ବେଶୀ କାହା ସଙ୍ଗେ ବେଶୀ ତର୍କ କରିବା କଥା ନୁହେଁ। ଯିଏ ଅଧିକ ବୁଝିବା ପାଇଁ ଚେଷ୍ଟା କରନ୍ତି, ମୁଁ ସେଠି ତାଙ୍କୁ ଠିକ ଅଛି ଆଜ୍ଞା, ଆପଣ ଠିକ କହିଲେ କହିକି ମୁଁ ସେଠି ପଳାଏ। ନ ବୁଝେଇବା ହିଁ ତାଙ୍କ ପାଇଁ ଗୋଟେ ବିରାଟ ମାନେ କଣ କହନ୍ତି, ପନିଶମେଣ୍ଟ ହେଇଯିବ। ନାଇଁ, ତାପରେ ମୁଁ କହିଲି ସାର୍, ସେ ଗୋଟିଏ ହଁ। କଥା କୁହନ୍ତୁ ହୁଁ। କି ଆ, ଶିକ୍ଷକ ହୁଁ। ହୁଁ। ଶିକ୍ଷକ ଜଣେ, ହୁଁ। ହୁଁ। ସିଏ ତେଲୁଗୁ ଯଦି ଜାଣିଛନ୍ତି ତେଲୁଗୁ ପଢିବେ, ହୁଁ। ଓଡିଆ ଜାଣିଛନ୍ତି ଓଡିଆ ପଢି ପାରିବେ। ହଁ। କିନ୍ତୁ ତା ବୋଲି କି ଆମେ ଓଡିଆ ଜାଣିଛେ ନା ତେଲୁଗୁ ଶିକ୍ଷକଙ୍କୁ ଆମେ ନମସ୍କାର କରିବାନି? ଆରେ ହଁ, ତେଲୁଗୁ ସିନା ଜାଣିନେ ଶିକ୍ଷକ ବୋଲିକି ନମସ୍କାର ସ୍ତରରେ। କରିବାନି, ହଁ। ନାଇଁ ଶିକ୍ଷକ ନାଇଁ, ସ୍ତରରେ ଏଇଠି ମୂଳ ଶିକ୍ଷକ କଥା, ବୋଲିକି ତମ। ମୂଳ ଆଜ୍ଞା କଥା ଦେଖନ୍ତୁ, ତାଙ୍କୁ ଗୋଟେ କଥା ମେନ୍ ସ୍ପଷ୍ଟ କରି କହିବେ, ଭଗବାନ ସିଏ ଯିଏ ସମସ୍ତଙ୍କର ଆଧାର, ସମସ୍ତଙ୍କର ପ୍ରିୟ, ସମସ୍ତଙ୍କର ସମାନ। ଆଜ୍ଞା ବୁଝିପାରୁଛନ୍ତି? ମୂର୍ତ୍ତି ଆକାର ଆକୃତି ନାମ ରଙ୍ଗ ଚିହ୍ନ ବର୍ଣ୍ଣରେ ସମତା ନାହିଁ, ଆଜ୍ଞା ବିଷମତା ଅଛି। ବୁଝିପାରୁଛନ୍ତି? କିନ୍ତୁ ଆଜ୍ଞା ସେ ତତ୍ଵରେ ସମାନ। ତ ତତ୍ଵକୁ ଚିହ୍ନିବା, ଏଇଠି ଦେଖନ୍ତୁ, ଏଇଟା ଆକ୍ଚୁଆଲି କଣ ନା, ଆସ୍ଥା ବିଶ୍ୱାସର କଥା। ଆମେ ଆଜ୍ଞା ଈଶ୍ୱରଙ୍କୁ ବହୁତ ଆସ୍ଥାରେ ବିଶ୍ୱାସରେ ମାନିଛେ। ସେ ବିଶ୍ୱାସ ଉପରେ ତାଙ୍କର ଅଜାଣତରେ କିଛି ଆଘାତ ହୁଏ। ମୁଁ କଣ ମାନିଛି, ମୁଁ ଠିକ ନୁହଁ, ମୁଁ ହାରିଯିବି, ତାହେଲେ ଭୁଲ। ସିଏ ଯିଏ ହଁ କହୁଛନ୍ତି ସିଏ ଯଦି ଠିକ, ସିଏ ଜିତିଯିବେ, ଏଠି ଗୋଟେ ଅହଙ୍କାର ବି ତାଙ୍କୁ ମାଡ଼ି ବସେ। ଆଚ୍ଛା ହଁ ଇଏ ଅହଙ୍କାରକୁ ନେଇକରି ବି ସେ ଆଗକୁ ଯାଇପାରନ୍ତିନି, ସତ୍ୟକୁ ଚିହ୍ନି ପାରନ୍ତିନି। ଅହଙ୍କାରକୁ ତ୍ୟାଗ କରିବାକୁ ପଡିବ। ଆଜ୍ଞା ଆମେ ପୃଥିବୀ ଗୋଲ ଶୁଣିବା ପୂର୍ବରୁ, ତାର ପ୍ରମାଣ ପାଇବା ପୂର୍ବରୁ, ସାଟିଲାଇଟ ଫଟୋ ପାଇବା ପୂର୍ବରୁ, ଅନେକ ଲୋକ ମାନିଥିଲେ ପୃଥିବୀ ଏମିତି ଚୌକର। ବୁଝିପାରୁଛନ୍ତି? ଯେମିତି ଆମେ ଆଜ୍ଞା ଦେଖୁଛେ ଏମିତି ସମତଳ, ଏମିତି ଦେଖୁଥିଲେ, ଭାବୁଥିଲେ। ହଁ ଯେତେବେଳେ ହଁ ସାଟେଲାଇଟ ଫଟୋସ୍ ଆସିଲା, ପୃଥିବୀର ସବୁ ତାକୁ ଦେଖିଲେ, ଜାଣିପାରିଲେ, ଆମେ ମାନିଲେ ଯେ ପୃଥିବୀ ଗୋଳାକାର, ଗୋଲ ଅଛି, ଗୋଟେ ପିଣ୍ଡ ରୂପରେ, ଗୋଟେ ବଲ୍ ରୂପରେ ଅଛି। ଆଜ୍ଞା ଇଏ ସତ୍ୟକୁ ଜାଣିବା ପୂର୍ବରୁ, ଯିଏ ପୃଥିବୀ ଉପରେ ଥାଇକିରି ପୃଥିବୀକୁ ଚର୍ମଚକ୍ଷୁରେ ଯିଏ ଦେଖିଛନ୍ତି, ତାର ଯୋଉ ସାଟେଲାଇଟ ଫଟୋ ଦେଖିନାହାନ୍ତି, ତାଙ୍କୁ ଯଦି ଆମେ କହିବା ପୃଥିବୀ ଗୋଲ ଗୋଳାକାର, ସେ ବିଭିନ୍ନ ପ୍ରକାର ତର୍କ କରିବେ। ସେ ଗୋଳାକାର କରିବେ ହେଇଗଲେ ହଁ ତ ଆମେ ପଡିଯିବା, ଆମେ ହଁ ହଁ ଅଛେ କେମିତି? ଗୋଟେ ବଲ ଉପରେ ଗୋଟେ ପିମ୍ପୁଡିକୁ ଠିଆ କରିବା, ବଲ୍ ଟାକୁ ଆମେ କହିବା, ବଲ୍ ପୃଥିବୀ ବୁଲୁଛି, ହୁଁ ବଲ୍ ଟା ବୁଲୁଛି, ବଲ୍ ଯଦି ଆଜ୍ଞା ବୁଲୁଛି, ପିମ୍ପୁଡି ତା ଉପରେ ଯଦି ଠିଆ ହେଇଛି, ପିମ୍ପୁଡି ଫେର ତଳେ ପଡିଯିବ। ପିମ୍ପୁଡି ପଡୁନି କାହିଁକି? ତାଙ୍କୁ ବୁଝିବା ହବ, ଆଜ୍ଞା, ପୃଥିବୀର ଗୁରୁତ୍ୱ ଆକର୍ଷଣ ଶକ୍ତି ଅଛି, ସେ ତାକୁ ଟାଣିକି ରଖିଛି। ବେକାରିଆ କଥା ଆଜ୍ଞା, ଆପଣ ଜାଣିନାହାନ୍ତି। ପୃଥିବୀ ତ ଦେଖାଯାଉଛି ଏମିତି ଚେପ୍ଟା ହେଇକିରି, ଲମ୍ବା ହେଇକିରି, ଚଉକର ହେଇକିରି। ବିଲ ବିଲ ଦେଖନ୍ତୁ, ବିଲ କେମିତି ଦେଖା ଯାଉଛି, ଗୋଲ ବିଲଟା ଗୋଲ। ଆଜ୍ଞା ଏମିତି ସେ ତର୍କ କରିବେ। ତ ତାଙ୍କ ସାଙ୍ଗରେ ଆଜ୍ଞା ଅଧିକ ତର୍କ କରିବାର ଆବଶ୍ୟକ ନାହିଁ। ତାଙ୍କୁ କହିବେ, ମହାଶୟ, ଆପଣଙ୍କ ତର୍କ ମୋ ତର୍କ ଗୋଟେ ପଟେ, ଶାସ୍ତ୍ରକୁ ଚାଲନ୍ତୁ, ଆମେ ଦେଖିବା ଶାସ୍ତ୍ର କଣ କହୁଛି। ଶାସ୍ତ୍ରର ଆଜ୍ଞା ବ୍ୟାଖ୍ୟା ଦେବେ, ବେଦର ବ୍ୟାଖ୍ୟା ଦେବେ, ଉପନିଷଦର ସେ ବ୍ୟାଖ୍ୟା ଦେବେ। ସେ କହୁଛନ୍ତି ବେଦ
ହୁଁ ଯେତେକ ଆମର ମୂର୍ତ୍ତି ସାକାର ପ୍ରତିମା ହଉଛି ବେଦ, ହୁଁ। ଆଉ ଆମର ଲେଖ ବ୍ରହ୍ମ ହଉଛି ନିର୍ବେଦ। ମୁଁ କହିଲି ବେଦ ଆଉ ନିର୍ବେଦ ନା ନା କହିଲେ ନା କଣ ଆଜ୍ଞା? ନୁହଁ ଆଜ୍ଞା, ସେ ସବୁ ଗପ କାହାଣୀ ଛାଡ଼ନ୍ତୁ। ତାଙ୍କୁ କହିବେ ନିରାକାର ସାକାରର ଉଦ୍ଦେଶ୍ୟ କ'ଣ, ସାଧନାର ବିଧି କ'ଣ, ଶାସ୍ତ୍ର ପ୍ରମାଣ। ବୁଝିପାରୁଛନ୍ତି? ଶାସ୍ତ୍ର ପ୍ରମାଣ ଦେଇକି ଯେତେବେଳେ ଚର୍ଚ୍ଚା କରିବେ, ଏଠି ଭଗବଦ୍ ଗୀତାରେ ମଧ୍ୟ, ଭଗବଦ୍ ଗୀତାର ଆପଣଙ୍କର 15 ଅଧ୍ୟାୟ ଶ୍ଲୋକ ସଂଖ୍ୟା 6ରେ ଅଛି। ଆଜ୍ଞା 15 ଅଧ୍ୟାୟ ଶ୍ଲୋକ ସଂଖ୍ୟା 6ରେ ଅଛି, ନା ତତ୍ ଭାଷୟତେ ସୂର୍ୟୋ ନା ଶଶାଙ୍କୋ ନା ପାବକଃ ୟଦ୍ଗତ୍ୱା ନା ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ। ଭଗବାନ କହିଛନ୍ତି, ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି। ଅର୍ଜୁନ ପଚାରିଲେ, ହେ ଭଗବାନ, ତୁମ ପରମଧାମ କୋଉଠି? ତମେ କୋଉଠି ରୁହ? ତମ ପରମଧାମ କୋଉଠି? ତମେ ଫେର ତମ ଆଡ୍ରେସ୍ ଦିଅ ମୋତେ, ମୁଁ ଚିହ୍ନିବି କେମିତି? ତମ ପାଖକୁ ଯିବି କେମିତି? ମୁଁ ଛାଡ଼ନ୍ତୁ, ସାଧାରଣ ମଣିଷ ତମକୁ କୋଉଠି ପାଇବେ? ସିଏ ତାଙ୍କୁ କହିଲେ, ହେ ଅର୍ଜୁନ, ନା ତତ୍ ଭାଷୟତେ ସୂର୍ୟ, ମୋତେ ସୂର୍ଯ୍ୟ ଆଲୋକରେ ଦେଖିପାରିବନି। ସୂର୍ଯ୍ୟକାନ୍ତିରେ, ସୂର୍ଯ୍ୟକାନ୍ତିକୁ ଆଧାର କରି ମୋତେ ଦେଖିପାରିବନି। ମାନେ କ'ଣ? ବୁଝିପାରିଲି। ଦିନ ବେଳା ଆମେ ସୂର୍ଯ୍ୟ ଆଲୋକରେ ସଂସାରକୁ ଦେଖୁଛେ, ଆଜ୍ଞା ସଂସାରିକ ଭୌତିକ ବସ୍ତୁ ପଦାର୍ଥକୁ ଦେଖୁଛେ, ଘର, ଦେଖୁଛି ପାହାଡ଼, ପର୍ବତ, କାର୍, ମୋବାଇଲ, ଯାହାବି ହଁ ଆମେ ବୁଝିପାରିଲି। କାହା ମାଧ୍ୟମରେ ଦେଖୁଛେ? ଦିନ ବେଳା ସୂର୍ଯ୍ୟ ଆଲୋକରେ। ସୂର୍ଯ୍ୟ ନା ତତ୍ ଆଜ୍ଞା ଭାଷୟତେ ସୂର୍ୟ ନା ଶଶାଙ୍କୋ, ଶଶାଙ୍କ ହେଲା ଚନ୍ଦ୍ରମା, ଚନ୍ଦ୍ର ଚନ୍ଦ୍ର ଆଲୋକରେ ଆଜ୍ଞା ବି ମୋତେ ଦେଖିପାରିବନି। ମାନେ ରାତି ଆଜ୍ଞା ବେଳା କଥା କୁହା ହଉଛି। ଦିନ ବେଳା ଆଜ୍ଞା ସୂର୍ଯ୍ୟ ଆଧାରରେ ଦେଖୁଥିଲେ, ରାତି ବେଳା ଆମେ ଚନ୍ଦ୍ରକାନ୍ତିରେ ସଂସାରକୁ ଦେଖୁଥିଲେ। ତ ସେ ଚନ୍ଦ୍ର ଆଲୋକରେ ବି ମୋତେ ଦେଖିପାରିବେ ନା। ପାବକଃ, ପାବକଃ ମାନେ ଅଗ୍ନି। ଆଜ୍ଞା ଅଗ୍ନି ମାନେ ବାହାରେ ତ ସୂର୍ଯ୍ୟ ଆଲୋକ ଚନ୍ଦ୍ର ଆଲୋକ ଥିଲା। ଭାବିନିଅନ୍ତୁ ଜଣେ ଘର ଭିତରେ ଦେଖିବେ, ଘର ଭିତରେ ତ ସୂର୍ଯ୍ୟ ଆଲୋକ ରହୁନି, କିମ୍ବା ନାହିଁ ଘର ଭିତରେ ତ ଚନ୍ଦ୍ର ଆଲୋକ ରହୁନି, ତାହେଲେ ଘର ଭିତରେ ନାହିଁ ଆମେ କେମିତି ଦେଖୁଥିଲେ? ଅଗ୍ନିର ଆଲୋକ ମାଧ୍ୟମରେ। ଦେଖୁଥିଲେ। ସେ ଯୋଉ ପୁରୁଣା ଯୁଗ, ଯୋଉ ଯୁଗରେ ଆମ ପାଖରେ ବ୍ୟାଟେରୀ ନଥିଲା, ଲାଇଟ୍ ନଥିଲା, କରେଣ୍ଟ ନଥିଲା, ସେଠି କ'ଣ କରୁଥିଲେ? ଆମେ ଡିବି ଜଳାଉଥିଲେ। ହଁ ଆଜ୍ଞା ଡିବି ମାନେ କ'ଣ? ଅଗ୍ନି। ହଁ ଆମେ ମଶାଲ ଜଳାଉଥିଲେ। ମଶାଲ କ'ଣ? ଗୋଟେ କାଠ ଦେହରେ କିଛି କପଡ଼ା କପଡ଼ା ଗୁରେଇକିରି ତାରେ ତେଲ ଦେଇକିରି ଆମେ ତାକୁ ଜଳାଉଥିଲେ, ନିଆଁ ମସଲା ଜଳାଉଥିଲେ, ହଁ ହଁ ଆଜ୍ଞା ମଶାଲ ଜଳାଉଥିଲେ। ସେ ନିଆଁ ମାଧ୍ୟମରେ, ମାନେ ଅଗ୍ନି ମାଧ୍ୟମରେ ଦେଖୁଥିଲେ। ନା ପାବକଃ, ଏଠି କ'ଣ ଅଛି? ମୋତେ ଅଗ୍ନିର ଆଲୋକରେ ବି ଦେଖିପାରିବେନି। ଆଜ୍ଞା ୟଦ୍ ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ। ମୋ ପରମଧାମକୁ ଯିଏ ଥରେ ଆସନ୍ତି, ଯିଏ ମୋତେ ଥରେ ଚିହ୍ନନ୍ତି, ସିଏ ଆଉ ମୋ ଠାରୁ ଅଲଗା ହୁଅନ୍ତିନି, ସିଏ ଆଉ ବାଟବଣା ହୁଅନ୍ତିନି, ସେ ମୋ ଆଜ୍ଞା ପରମଧାମରୁ ଆଉ ଫେରନ୍ତିନି। ମୋ ସାଙ୍ଗରେ ମୁଁ ହିଁ ହେଇକିରି ରହନ୍ତି, ମୁଁ ଆଜ୍ଞା ପାଲଟି ଯାଆନ୍ତି। ବ୍ରହ୍ମବେତ୍ ବ୍ରହ୍ମେତୁ ଭବତୁ। ବ୍ରହ୍ମଙ୍କୁ ଯିଏ ଚିହ୍ନିଦେଲେ, ସିଏ ହିଁ ବ୍ରହ୍ମ ହେଇଗଲେ। ଆତ୍ମବେତ୍ ଆତ୍ମେତୁ ଭବତୁ। ଯିଏ ଆତ୍ମାକୁ ଚିହ୍ନିଦେଲେ, ସିଏ ହିଁ ନିଜେ ଆତ୍ମା ହେଇଗଲେ। ସିଏ ହିଁ ନିଜେ ସେ ସତ୍ସତ୍ତା ଚିହ୍ନିଦେଲେ। ସୁନା ଚିହ୍ନିଦେଲା, ସରି, ଅଳଙ୍କାର ଗୋଟେ ହାର ଚିହ୍ନିଦେଲା, ମୁଁ ସୁନା। ସୁନ୍ଦର ସେ ହାର ଏ କଥା ବି ଚିହ୍ନିଦେଲା, ମୁଁ ହିଁ ମୁଦି, ମୁଁ ହିଁ ବ୍ରେସଲେଟ୍, ମୁଁ ହିଁ କାନ ଫୁଲ, ମୁଁ ହିଁ ସବୁ। ଆଜ୍ଞା ଧରିପାରୁଛନ୍ତି କଥାକୁ? ଆଜ୍ଞା ଆଜ୍ଞା ତତ୍ଵ। ତ ତାଙ୍କୁ କହିବେ, ମହାଶୟ, ଆମେ ତର୍କ କରିବାନି, ଆମେ ଜିଦ୍ଦି ଆଜ୍ଞା କରିବାନି, ଆମେ ଜିତିବାର ଉଦ୍ଦେଶ୍ୟରେ ତର୍କ କରିବାନି। ମୁଁ ଆଜ୍ଞା ଜିତିବି, ମୋ କଥା ଠିକ୍, ଏ ଉଦ୍ଦେଶ୍ୟରେ ନୁହଁ। ଆମେ ଆଜ୍ଞା ମୁଁ ଶିଖିବାର ଉଦ୍ଦେଶ୍ୟରେ ତର୍କ କରିବା, ମୁଁ ଶାସ୍ତ୍ରକୁ ଆମେ ଶେଷରେ ପ୍ରମାଣ ଦେଇକରି ପଢିବା। ମୁଁ ଶେଷରେ ଏମିତି ଜ୍ଞାନ କଲି, ଆଜ୍ଞା। ଭାବିଲି ଯେ ସେ ଗୋଟେ ସମୁଦ୍ର ଲହଡି। ହୁଁ ସମୁଦ୍ର ଲହଡିକୁ ଭାଙ୍ଗିବାକୁ ହେଲେ ହୁଁ ହୁଁ ତାହେଲେ ଲଇଁ ପଡିବାନି କାହିଁକି? ମୁଁ ହୁଁ କହିଲି ହୁଁ ଲଇଁ ପଡିଲେ ହିଁ ସେ ସମୁଦ୍ର ଉପର ବାଟେ ସେ ଲହଡି ଟା ପଳେଇବ, ଭାଙ୍ଗି ହେଇଯିବ। ହୁଁ। ନାଇଁ, ଏ ସବୁ ସେଇଭଳି ଭୌତିକ ସ୍ତରରେ ଆମେ ପରଖୁଛେ। ତତ୍ଵ ଆମେ ତ ବୁଝିପାରିଲେ, ଆପଣ ବୁଝିପାରିଲେ ତ ଏ ଯୋଉ କଥା ଆମେ ଚର୍ଚ୍ଚା ହେଲେ? ଆଜ୍ଞା 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 ସେଇ ହୁଁ। ସେଇ କଥା। ତ ଏଇଟା ସେ ମୁଁ ଯୋଉ ଅପଲୋଡ ତର୍କ କଲେ, କରିଦେବି। ସେଇ ଯୋଉ ହୁଁ ଆଜ୍ଞା ସେଇ ଯୋଉ ତର୍କ କଲେ, ମୁଁ ସେଇ ଭାବରେ କହିଲି, ଯଦି ଏଇ ଲହଡି ଟା ମୁଁ ଭାଙ୍ଗିବାକୁ ଅଛି, ହୁଁ ତାହେଲେ ହୁଁ। ଏଠି ଲଇଁ ପଡିବା ହିଁ ଠିକ। ଏଇ କଥା ଭାବିକି ମୁଁ ଲଇଁ ପଡିଲି। ନାଇଁ, ହଁ ତାଙ୍କୁ ଆଜ୍ଞା ବୁଝେଇ ହବ, ଶାସ୍ତ୍ର ଅଛି। ତାଙ୍କୁ କହିବେ, ମହାଶୟ, ମୁଁ ବି ଟିକେ ବେଶୀ ଜାଣିନି, ଆପଣ ବି ଟିକେ ବେଶୀ ଜାଣିନି, ଆମେ ଦୁହେଁ ମିଶିକି ଆସ ଦେଖିବା, ପଢିବା, ଶାସ୍ତ୍ର ପଢିବା, ସତ୍ସଙ୍ଗ କରିବା। ଆଜ୍ଞା ସେ ବୁଝିପାରୁଛନ୍ତି? ଜଣେ ଶିକ୍ଷକ ମଧ୍ୟ ଅଛନ୍ତି, ହଁ ମାନେ ହଁ। ଶୁଣିଥିଲି ଶିକ୍ଷକ ଶିକ୍ଷକ ହେଲେ ମଧ୍ୟ ମଧ୍ୟ ଅଛନ୍ତି। ସେ ଭୌତିକ ଜ୍ଞାନ ନା ତତ୍ଵ ଜ୍ଞାନ ଜାଣିଥିଲେ ସିନା ଶିକ୍ଷକ ବୁଝିବେ। ଆଜ୍ଞା ଭୌତିକ ଜ୍ଞାନର ଉର୍ଦ୍ଧ୍ୱରେ ତତ୍ଵଶାସ୍ତ୍ର ଅଛି। ମୁଁ ଭୌତ ଭାବିଲି ସେ ଅଧିକ କିଛି, ମାନେ ଏଇ ଧର୍ମରେ ତ ମୁଁ ଅଧିକ କିଛି ଜାଣିନି। ହୁଁ ହୁଁ ଏବେ ପ୍ରଥମେ ନୂଆ ନୂଆରେ ପାଦ ଦେଇଛି, ହୁଁ ହୁଁ ହେଲେ ବହୁତ କିଛି ସେ ଜାଣନ୍ତି, ସେଥିପାଇଁ ଲଇଁ ହୁଁ। ପଡିଆ ହିଁ ଠିକ ଭାବିକି ମୁଁ ଲଇଁ ପଡିଲି। ନାଇଁ, ଠିକ ଅଛି, ଆପଣ ବୁଝିଲେ। ଆଜ୍ଞା ଏସବୁ କଥା ଉପନିଷଦର ଚର୍ଚ୍ଚା ହବା ଦରକାର। ଈଶ୍ୱର ଆଜ୍ଞା ଉପାସନା ଆମେ କରୁଛେ, ଲକ୍ଷ ଲକ୍ଷ ଟଙ୍କା, କୋଟି କୋଟି ଟଙ୍କା ଆମେ ଖର୍ଚ୍ଚ କରୁଛେ। ରାମ ଆଜ୍ଞା ମନ୍ଦିର ତିଆରି ହେଲା, କେତେ କୋଟି ହଁ ଟଙ୍କା ଖର୍ଚ୍ଚ ହେଇଛି ସେଠି?
ହଁ ବହୁତ କିଛି, ହଁ କେତେ କୋଟି ଟଙ୍କା ସୁନା ମକୁଟ ହୀରା ସେ ଯୋଉ ଷ୍ଟ୍ରକ୍ଚର ତିଆରି ହେଲା। ଆଜ୍ଞା ରାମ ମନ୍ଦିର ଖରାପ ମୁଁ କହୁନି, ସେ ମନ୍ଦିର ଯଦି ଆଜ୍ଞା। ବେଦ ପାଠଗାର ହେଇଯିବ, ହଁ ହଁ କେତେ ଲୋକ ଉପକୃତ ହେବେ, ସଂସାର ଉପକୃତ କେତେ ହେବେ, ହଁ ପରିବର୍ତ୍ତନ ହବ, ହଁ ସଂସାରରେ ନିଶ୍ଚିତ ଆଜ୍ଞା ଲୋକମାନେ କେତେ ବିବେକୀ ହେବେ, ଖାଦ୍ୟ ଆଜ୍ଞା ପେୟ ବସ୍ତ୍ର କେତେ ଶାଳୀନତା ଆସିଯିବ। ବୁଝିପାରୁଛନ୍ତି? ଆଜ୍ଞା ଆଜ୍ଞା। ଆମେ ଆଜିକାଲି କେତେ ଇନ୍ଦ୍ରିୟ ସୁଖରେ ଯୋଡି ହେଇକରି କେତେ ରୋଗରେ ପୀଡ଼ିତ ଅଛେ, କେତେ ନିଶ୍ଚିତ ଅଭାବ ଅସୁବିଧାରେ କେତେ ଶରୀର ସବୁ ଏ ସଂସାରରେ ଦିନ ବିତାଉଛନ୍ତି। ଅଭାବ ଆଜ୍ଞା ଅସୁବିଧା ରୋଗ ପୀଡା ଶୋକ ସବୁ ଦୂରୀଭୂତ ହେଇଯିବ ଯେତେବେଳେ ଆଜ୍ଞା ବେଦକୁ ପଢିବେ, ତତ୍ଵକୁ ସମସ୍ତେ ଆଚରଣ କରିବା, ସମଦୃଷ୍ଟିରେ ସଂସାରକୁ ଦେଖିବା, ସମସ୍ତଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ସେତେବେଳେ ଜାଗୃତ ହବ ଯେତେବେଳେ ସତ୍ୟକୁ ଚିହ୍ନିବେ, ସେତେବେଳେ ଆଜ୍ଞା ଶ୍ରଦ୍ଧା ଜାଗୃତ ହବ, ପ୍ରେମ ଜାଗୃତ ହବ, ଏକାତ୍ମ ଭାବରେ ଏକ ହେଇଯିବା। ଏକ ହେଇଯିବା ମାନେ ଏକ ଅଛେ, ସେ ଏକକୁ ଆଜ୍ଞା ଆଜ୍ଞା। ମାନିଛେ ଆମେ ବାହାରେ ବିଭିନ୍ନ ମତରେ। ବାହ୍ୟ ଠିକ ମତରେ ଅଛି, ଅଲଗା ଅଲଗା ବହୁତ ମାନୁଛନ୍ତି, ଲମ୍ବା ଚର୍ଚ୍ଚା ହେଇଗଲା, ଏଇଟା ଅପଲୋଡ ଆଜ୍ଞା କରିଦବା, ଆଜ୍ଞା କାଲି ଦେଖିବା ରିଲିଜ ହବ ଦେଖିବାକୁ। ଆଜ୍ଞା ଆଜ୍ଞା। ଭଲ ଲାଗିଲା ଆପଣଙ୍କ ଶରଣ ସାଙ୍ଗେ କଥା ହେଇକିରି। ହରି ଓମ୍ ଶରଣମ୍ ଆଜ୍ଞା ଶରଣମ୍ ଶରଣ। ଶରଣମ୍।